ସଦା ପ୍ରଭୁଙ୍କର ସେବା କରିବା ସାକ୍ଷୀଟିଏ ହୋଇ ବଞ୍ଚି ରହିବା। ଆମେ ଜଗତରେ ସାକ୍ଷ୍ୟ ବାଣ୍ଟିବା, ଆମେ ଜଗତରେ ସାକ୍ଷ୍ୟ ବାଣ୍ଟିବା ପ୍ରେମ ଦୟାର କ୍ଷମା ପ୍ରଚାରି ଯିବା। आहे विश्वास कला पतित जन कर हे जगते तुमे साक्ष्य प्रदान। हेब तुमे साक्षी जदि तांको करुणार पाइब अनंत जीवन पुणी परित्राण। आमे जगतरे साक्ष्य बांटिबा, आमे जगतरे साक्ष्य बांटिबा। प्रेम दया क्षमा प्रचारि ଯିବା, ପ୍ରେମ ଦୟା क्षमा प्रचारि ଯିବା। मोर नाम विकास चंद्र राउत मु अवसर प्राप्त प्राध्यापक ख्रीष्ट महाविद्यालय थी। मोर रिटायरमेंट 18 वर्ष हो गला। मोर जन्म होता 1947 जनवरी 3 रे। तापर मुझी बापा माँ द्वितीय संतान एवं मुझे सबुठार बड़ पुओ एवं बड़ पुओ हिसाब से बेस थी सान सान बेले तो कौन थी पूरा कहीपरि जो ज्ञान है से बापा पाख सब था बापा माँ पाखे था। बापा जेहेतु चिकित्सा दिगरे थे डॉक्टर थे प्राय अधिकांश समय से बाहर रहती मान आम प्राय आमको माँ सान बेलू लालन पालन करी आसी माँ शासन करी आसी किंतु एतिकी थिला आमे से शासन रे बढ़ुतलो किंतु बापा को मत भारी डरुतलो एवं बापा घर भीतर पशिगल जो आसती आम सब चुकाना आम 7 भाई थिलु 3 भौणी थिलु बेस गोटे बड़ फैमिली तेणुक जो बाबा आसती आम चुपचाप रही जाओ घर भीतर किसी कहीं पाटितुंड करनु कि माँ थाए आम बेस भाई मैंने भौणी मैंने बेस झगड़ा करूँ पाटितुंड करूँ किंतु चुप हो जाओ सान बेले किंतु आम बढ़ीचु बापा माँ आदर्श नहीं करी जदि आम मैंने सब मैंने सान बेलू विभिन्न स्थान अच्छु जो स्थान कि केवल आम गोटे परिवार ख्रीस्टियान था
ଏବଂ ଯେଉଁ ଅନ୍ୟମାନେ ସବୁ ହିନ୍ଦୁ ଥାଆନ୍ତି ସେତେବେଳେ ଆମକୁ ଭାରି ଘୃଣା ମଧ୍ୟ କରୁଥିଲେ। ଏପରି ହେଇଛି କି ଗୋଟିଏ ଗୋଟିଏ ସ୍ଥାନରେ ମଧ୍ୟ କେହି ପାଣି ପିଇବା ପାଇଁ ରାଜି ହୁଅନ୍ତିନି ପ୍ରଥମେ। ତାପରେ ଇଭିନ୍ ଆମର ମାନେ ହେୟାର କଟ୍ କରିବା ପାଇଁ ମଧ୍ୟ ଭଣ୍ଡାରୀମାନେ ଆସନ୍ତିନି। ଏଇଭଳିଆ ପରିସ୍ଥିତି ଆମେ ଥାଉ, କିନ୍ତୁ ଆମେ ସବୁବେଳେ ଥାଉ, କିନ୍ତୁ ସମସ୍ତେ ଭଲ ପାଆନ୍ତି। ଜାଣିନୁ କାହିଁକି ବାପାଙ୍କୁ ଏତେ ଭଲ ପାଆନ୍ତି, ଆଉ ଆମମାନଙ୍କୁ ଦେଖିଲେ ସମସ୍ତେ ଭଲ ପାଆନ୍ତି, ହସି ଦିଅନ୍ତି। ଯାହା ହଉ ଆମେ ବାପା ମାଆଙ୍କ ରେ ଲାଳନ ପାଳନରେ ବଢ଼ିଲୁ। ବାପା ମାଆଙ୍କ ଜୀବନରେ ଆମେ ଦେଖିଛୁ ପ୍ରଭୁ ଭୟ ଦେଖିଛୁ, ଏବଂ ବାପା ମାଆଙ୍କ ଜୀବନ ଯେଉଁ ପ୍ରଭୁ ଭୟ ଆମ ଜୀବନରେ, ସ୍ପେଶାଲି ମୋ ଜୀବନରେ ମଧ୍ୟ ବହୁତ ଛାପ ପକାଇଛି। ଏବଂ ସାନବେଳୁ ଯଦି ଆମେ କୌଣସି ଗିର୍ଜା ଯାଇନୁ କିମ୍ବା କୌଣସି ସଣ୍ଡେ ସ୍କୁଲ ଯାଇନୁ, କିଛି ଯାଇନୁ, ତଥାପି ପ୍ରଭୁଙ୍କର ଭୟଟା ଏତେ ଥିଲା। ସବୁବେଳେ ଆମେ ପ୍ରଭୁଙ୍କୁ ଭୟ କରି କରୁଛୁ, କାହିଁକିନା ମାଆ କହୁଥିଲେ ତୁମେ ଯାହା କର ପ୍ରଭୁ ଦେଖୁଛନ୍ତି। ଏଇ ଯେଉଁ ଭୟଟା ଥାଏ, ସେ ଭୟ ତ ମାନେ ପ୍ରଭୁଙ୍କର ବଢ଼ିଲୁ ଏବଂ ଖୁବ୍ ଭଲ ଭାବରେ ଆମେ ସବୁ 7 ଭାଇ 3 ଭଉଣୀ ବଢ଼ିଲୁ ଏବଂ ନିଜର ଏଜୁକେସନ୍ ମଧ୍ୟ ଆମେ ଭଲରେ କଲୁ। ତା ସହିତ ମଧ୍ୟ ଆମେ ଖେଳୁଥିଲୁ। ଆମେ ସମସ୍ତେ ଖେଳପ୍ରିୟ ଥିଲୁ। ମୁଁ ମଧ୍ୟ ଖେଳପ୍ରିୟ ଥିଲି ଏବଂ ପାଠ ମଧ୍ୟ ପଢ଼ୁଥିଲି। ଏଇ ଦୁଇଟା ଆମର ଥିଲା କ'ଣ ନା ମୋଟୋ ଥିଲା। ଆଉ କି କାରଣ ସେତେବେଳେ ଆମର ତ ଟିଭି ନଥିଲା, ସେତେବେଳେ ତ ଫୋନ୍ ନଥିଲା, ମୋବାଇଲ୍ ନଥିଲା, ଏସବୁ କିଛି ନଥିଲା। କିନ୍ତୁ ଆମେ ଶୁଣୁଥିଲୁ, ଗୀତ ଶୁଣୁଥିଲୁ। ଗୋଟେ ଗ୍ରାମୋଫୋନ୍ ଥିଲା ବାପାଙ୍କର। ସେ ଗ୍ରାମୋଫୋନ୍ ବଜେଇକି ଆମେ ଗୀତ ଶୁଣୁଥିଲୁ। ସେ ପୁରୁଣା କଥା ମୁଁ କହୁଛି, ମାନେ ବହୁତ ପୁରୁଣା କଥା। ତେଣୁକରି ତାପରେ ଆସ୍ତେ ଆସ୍ତେ ଟିଭି ହେଲା। ସେତେବେଳକୁ ଆମେ ତ ମ୍ୟାଚୁଅର୍ଡ଼ ହେଇଗଲୁଣୁ, ବାହା ହେଇଗଲୁଣୁ ସେତେବେଳେ। କିନ୍ତୁ ସାନବେଳେ ଆମେ ପୁରା ପ୍ରଭୁଙ୍କ ଇଏରେ ବଢ଼ିଛୁ, ପ୍ରଭୁଙ୍କ ଭୟରେ ବଢ଼ିଛୁ। ଆଉ ତେଣୁକରି ପ୍ରଭୁ ଆମକୁ କଢ଼େଇ ଆଣିଛନ୍ତି। ଆଉ ଆମର ସାନବେଳେ ଆମେ ପ୍ରଭୁଙ୍କର ବିଶ୍ୱାସରେ ଆମେ ବଢ଼ି ଉଠିଛୁ। ବହୁତ ମାନେ ଦୃଢ଼ ବିଶ୍ୱାସ ଆମର ଥିଲା। ପ୍ରତ୍ୟେକ କଥାରେ ଆମେ ପ୍ରାର୍ଥନା କରି ଯାଉଥିଲୁ। ଯାହା କରୁଥିଲୁ, ପରୀକ୍ଷା ଦେଉଥିଲୁ, ପ୍ରାର୍ଥନା ବେଳକୁ ଯାଉଥିଲୁ, ମା' ବାପା ପ୍ରାର୍ଥନା କରୁଥିଲେ। ଯେକୌଣସି ଅବସ୍ଥାରେ, ଇଭିନ୍ ବେମାରୀ ପଡ଼ିଲେ ମଧ୍ୟ ବାପା ମାଆ ଉପରେ ପ୍ରାର୍ଥନା କରୁଥିଲେ। ମୋର ମନେ ଅଛି ଯାହା ବାପା କହୁଥିଲେ, ମାଆ କହୁଥିଲେ, ଯେତେବେଳେ ମୋତେ 3 ମାସ ହେଇଥିଲା, ମୁଁ ମାନେ ଏମିତି ବେମାରୀ ପଡ଼ିଥିଲି। ବାପା ସେତେବେଳେ କଲ୍ୟାଣ ସିଂହପୁରରେ ଥାଆନ୍ତି। ସେହି ସମୟରେ କ'ଣ ହେଇଛି ନା, ମୁଁ ପ୍ରଥମ ପୁଅ ଥିଲି। ଆଉ ତେଣୁକରି ବହୁତ ବେମାରୀ ପଡ଼ିଲି। ଏମିତି ହେଲା ଯେ ମୋତେ ମାନେ ବଞ୍ଚିବାର ଆଶା ନଥିଲା, କାରଣ ସେତେବେଳେ ଏତେ ମେଡ଼ିସିନ୍ ମଧ୍ୟ କ'ଣ ଡେଭଲପ୍ କରିନଥିଲା। ମୋର 7 ବର୍ଷ ବାବୁ ପାଇଥାନ୍ତି କଲ୍ୟାଣ ସିଂହପୁର, ବୋଧେ କୋରାପୁଟ ଫୋରାପୁଟ ହେବ, କୁଆଡ଼େ ହେବ। ସେ ସାତ କ'ଣ କଟକରୁ ପୁଅକୁ ନେଇକି ଆସିଲୁ, ଏଇଠି ପୋତିକିରି ଯିବୁ। ଦିନେ ଏମିତି ମୋର ବାପା ମାଆ କହିଲେ ଯେ ବହୁତ ମେଡ଼ିସିନ୍ କହିକି ଶେଷରେ କ'ଣ ପ୍ରାର୍ଥନା କଲେ, ବୋଲେ ପ୍ରଭୁ ଯଦି ତୁମେ ନେବାକୁ ଚାହୁଁଛ ପୁଅକୁ ନେଇଯାଅ, ଆଉ ଏ କଷ୍ଟ ଦିଅ ନାହିଁ, ଆମେ ଦେଖିପାରିବୁନି। ଯାଉ ତାପରେ ମୁଁ କୁଆଡ଼େ ବହୁତ ଭଲ ହେଇଛି। ଆଉ ବାବା କହିଲେ ଯଦି ବଞ୍ଚିବ ସେ ନିଶ୍ଚୟ ତୁମ କାମ କରିବ। ଏତିକି ବାବା କହିଥିଲେ, ମୋର ମନେ ଥାଏ। କିନ୍ତୁ ମୁଁ ତ ଆଉ ପାଳ ଖାଇପାରିନି କି ବିଡ଼ି ପଢ଼ିନି। ମୁଁ ତ ସାଧାରଣ ଯଦିଚ ମେଡ଼ିକାଲରେ ମୁଁ ସିଟ୍ ପାଇଥିଲି, ମୁଁ ମେଡ଼ିକାଲ ବି ପଢ଼ିନାହିଁ। ମେଡ଼ିକାଲ ଛାଡ଼ି ଦେଇକି ମୁଁ ଜେନେରାଲ ଲାଇନ୍ରେ ଗଲି। ମୁଁ ଅନର୍ସ ବଟନୀ ଥିଲା, MSc ବଟନୀ କଲି, ତାପରେ ଅଧ୍ୟାପକ କଲି। ଏଇଟା ମୋର ଜୀବନ, ସେ ବାପା ମାଆଙ୍କର ସହିତ ଜୀବନ। ଆଉ ଭାଇ ଭଉଣୀମାନଙ୍କ ସହିତ ମୋର ବହୁତ ଭଲ ରିଲେସନ୍ ଥାଏ। ଆଉ ମୋର ଭାଇମାନେ ମୋତେ ବଡ଼ ଭାଇ ଭଳିଆ ଦେଖନ୍ତି ଯଦିଚ, କିନ୍ତୁ ଆମେ ଫ୍ରେଣ୍ଡ ଭଳିଆ କଥାବାର୍ତ୍ତା କରୁ। ସମସ୍ତେ ଫ୍ରେଣ୍ଡ, ମାନେ ମୁଁ ବଡ଼ ବୋଲି ମୋତେ ଡରନ୍ତି, କେହି ଡରନ୍ତିନି। ସମସ୍ତେ ଭଲ ପାଆନ୍ତି ଆଉ ସମସ୍ତେ ମୋ ଫ୍ରେଣ୍ଡ ଭଳିଆ। ଗୋଟେ ଫ୍ରେଣ୍ଡ ଭଳିଆ ଆମେ ଗୋଟେ ପରିବାରରେ ଗଢ଼ି ଆସିଛୁ। ବାପା ମାଆ ମଧ୍ୟ ଆମର ଫ୍ରେଣ୍ଡ। ମୁଁ କେମିତି ପ୍ରଭୁଙ୍କୁ ପାଇଲି? ବାସ୍ତବରେ ଏଇ ପ୍ରଶ୍ନର ଉତ୍ତର ଦେବା ମୋ ପକ୍ଷରେ ଭାରି କଠିନ, କାହିଁକିନା ସାନବେଳୁ ତ ଆମେ କୌଣସି ଗିର୍ଜା ପ୍ରାର୍ଥନା ଯାଇନୁ, କିନ୍ତୁ ପ୍ରଭୁଙ୍କୁ ଭୟଟା ଥିଲା। ଆଉ ମୁଁ ଯେତେବେଳେ ରେଭେନ୍ସା କଲେଜ ହଷ୍ଟେଲରେ ଥିଲି, ମୁଁ ଜାଣେନି ମୋର ଯେଉଁ ମାନେ ସାଙ୍ଗମାନେ ଥାଆନ୍ତି, ଅନ୍ୟ ୱାର୍ଡ଼ ସବୁ ପିଲାମାନେ ଥାଆନ୍ତି ହଷ୍ଟେଲରେ, ସମସ୍ତେ କହନ୍ତି ବିକାଶ ବାବୁ ଆପଣ ପୁରା ଗୋଟେ ଅଲଗା ପ୍ରକାର ପିଲା। ଆପଣଙ୍କୁ ଦେଖିଲେ ଯେମିତି ଗୋଟେ ଅଲଗା, ଆପଣ କଥାବାର୍ତ୍ତା ଅଲଗା, ଚାଲିଚଳନ ଅଲଗା। ଆଉ ଆପଣ କ'ଣ? ମୁଁ କହିଲି ନାଇଁ ତ ମୁଁ କିଛି ନୁହେଁ, ମୁଁ ତ ଜଷ୍ଟ ଆପଣଙ୍କ ଭଳିଆ ଗୋଟେ ଅର୍ଡ଼ିନାରୀ ମଣିଷ। କିନ୍ତୁ ଏତିକି ମୁଁ ଜଣେ ଖ୍ରୀଷ୍ଟିଆନ, ମୁଁ ପ୍ରଭୁ ଯୀଶୁକୁ ମୁଁ ଜାଣିଛି।
ଆଉ ସେ ପ୍ରଭୁ ଯୀଶୁ ମୋତେ କଢ଼େଇ ନେଉଛନ୍ତି, ସେ ଭୟରେ ମୁଁ ଅଛି। ତେଣୁ ପ୍ରଭୁଙ୍କର ବାକ୍ୟ ଅନୁସାରେ ମୁଁ ସବୁ ଜୀବନ କାଟୁଛି। ମୁଁ କେବେ କାହା ଉପରେ ରାଗେ ନାହିଁ, କାହାକୁ ହିଂସା କରେ ନାହିଁ। ସବୁ ସମୟରେ ମୁଁ କ'ଣ ନା ଖୁସି ଥାଏ। ସେମାନେ କହନ୍ତି ଆପଣ କ'ଣ ଦୁଃଖ ନାହିଁ କେବେ? ମୁଁ କହିଲି ମୋ ଦୁଃଖ ଆପଣମାନଙ୍କୁ କାହିଁ କହିବି? ମୋର ଦୁଃଖ ମୋର ପ୍ରଭୁଙ୍କୁ କହେ, ପ୍ରଭୁ ସେ ଦୁଃଖ ଶୁଣନ୍ତି। ଏଇଭଳିଆ ଭାବରେ ମୋର ଜୀବନ ଚାଲିଥାଏ। ଆଉ ବାବା ମାଆ ମୋତେ କେବେ ବି କହିନାହାନ୍ତି ପୁଅରେ ତୁ କେବେ ଡୁବ ନେବୁ, କେବେ ପ୍ରଭୁଙ୍କୁ ନେବୁ ନା। ମୋର ମନେ ଅଛି ସୁଭଦ୍ରାବୁ ଥରେ ଆସିଥିଲେ ଘରକୁ ଆମର, ସେ ତ ତାଙ୍କ ପାଇଁ ବସିଥିଲି। ସେତେବେଳେ ସେ ଏକୁଟିଆ ଡାକି ନେଲେ, ବାପାଙ୍କର ଗୋଟେ କ୍ଲିନିକ୍ ଥିଲା। ମୋ ବାପା ଡକ୍ଟର ପ୍ରଭାତ ଚନ୍ଦ୍ର ରାଉତ ଆଉ ମାଆ ହେଉଛନ୍ତି ମୋର କମଳବାସିନୀ ରାଉତ। ଆଉ ମୋତେ ଡାକି ନେଲେ ଆଉ କହିଲେ ଯେ ତୁମ ସାଙ୍ଗେ କଥା ଅଛି। ମୋତେ ସେଠି କଥାବାର୍ତ୍ତା କଲେ ଆଉ କହିଲେ ପ୍ରଭୁଙ୍କୁ ତୁମେ ଜାଣିଛ? ମୁଁ କହିଲି ହଁ, ସୁଭଦ୍ରା ମୁଁ ଡାକୁଥିଲୁ। ହଁ ମାମୁଁ ମୁଁ ଜାଣିଛି। ଆଚ୍ଛା ପ୍ରଭୁଙ୍କୁ ଯଦି ଜାଣିଛ, ପରିତ୍ରାଣ କ'ଣ ଜାଣିଛ? ସତ କଥା କହିଲି, ସେତେବେଳେ ପରିତ୍ରାଣଟା ବିଷୟଟା ମୁଁ ଏତେ ଅନୁଭବ ନଥିଲା ମୋର। ମୋତେ ସେ ବୁଝେଇ ଦେଲେ। ବୁଝିବା ପରେ ମୁଁ ପରିତ୍ରାଣ କ'ଣ ଜାଣିଲି। ଏହା ଯେ ଜୀବନରେ ଗୋଟେ ଆବଶ୍ୟକ, ତାହା ମୁଁ ମାନେ ଅନୁଭବ କଲି। ଏବଂ ଏ ଅନୁଭବ ଭିତରେ ମୁଁ ତଥାପି ଜୀବନ କାଟିଲି। ମୁଁ ସେ ତାପରେ ମୁଁ ବାହା ହେଇଗଲି। ବାହା ହେଲା ପରେ ମୋର ଝିଅ ବି ହେଲା। ସେ ପର୍ଯ୍ୟନ୍ତ ମୁଁ ଡୁବ ନେଇନି, କିନ୍ତୁ ମୁଁ ଗିର୍ଜା ଯାଉଥିଲି, କାହିଁକିନା ମୁଁ କଟକରେ ଥିଲି, ଖ୍ରୀଷ୍ଟ ମହାବିଦ୍ୟାଳୟରେ କାମ କରୁଥିଲି। ଆଉ ଗିର୍ଜା ଯାଉଥିଲି, ପ୍ରାର୍ଥନା କରୁଥିଲି, ସବୁ ଇଭିନ୍ ରିଭାଇଭାଲ୍ ମିଟିଂ ଯେତେବେଳେ ସବୁ ଆଟେଣ୍ଡ କରୁଥିଲି। ଗୋଟିଏ ବି ମିଟିଂ ମୁଁ ଛାଡ଼ୁନଥିଲି। ଏହି ସମୟରେ ତାପରେ ଦିନେ ପ୍ରଭୁ କନଭିକ୍ସନ୍ ହେଲା ଯେ ତୁ ତ ସବୁ କରୁଛୁ, ଆଉ ମୋତେ କେତେବେଳେ ସର୍ବସାକ୍ଷାତରେ ଗ୍ରହଣ କରିବୁ? ଏଇ ଯେଉଁ କନଭିକ୍ସନ୍ଟା ମୋର ଆସିଲା, ସେ କନଭିକ୍ସନ୍ରେ ମୁଁ କହିଲି ନା, ପ୍ରଭୁ ଚାହୁଁଛନ୍ତି ମୁଁ ସର୍ବସାକ୍ଷାତରେ ତାଙ୍କୁ ସ୍ୱୀକାର କରିବି ଏବଂ ତାଙ୍କୁ ଗ୍ରହଣ କରିବି। ଆଉ ସେଦିନ ଆସିଲା 1974ରେ ମୁଁ ଡୁବ ନେଇଛି। ସେତେବେଳେ ମୋର ଝିଅ ହେଇସାରିଥିଲା ବି। ଏଇ ମାନେ ବାପା ଅବସ୍ଥାରେ ମୁଁ ଡୁବ ନେଲି ଆଉ ପ୍ରଭୁଙ୍କୁ ଗ୍ରହଣ କଲି। ସେଇଦିନରୁ ପ୍ରଭୁଙ୍କର ସେ ଆନନ୍ଦ, ଯେ ଯେଉଁ ଗୋଟେ ସେ ଯେଉଁ ଆନନ୍ଦ, ସେ ଆନନ୍ଦ ଆଉ ମୁଁ ମାନେ ବର୍ଣ୍ଣନା କରିପାରିବିନି। ଏବେ ବି ସେ ଆନନ୍ଦ ମନରେ ଅଛି। ତେଣୁ ଜାଣିଲେ ସେ କିଭଳି ଆନନ୍ଦ, ପ୍ରଭୁରେ ରହିଲେ ଯେଉଁ ଆନନ୍ଦ ମିଳେ, ସେ ଆନନ୍ଦ ବାସ୍ତବରେ ମୁଁ ଅନୁଭବ କଲି। ପରିତ୍ରାଣ କ'ଣ ଜାଣିଲି, ଯୀଶୁ ଯେ ମୋର ପାପକୁ କ୍ଷମା କରିଛନ୍ତି, ତାଙ୍କ ରକ୍ତରେ ମୋତେ ଧୋଇଛନ୍ତି, ଏହି କଥା ମୁଁ ଭଲ ଭାବରେ ଅନୁଭବ କଲି ଆଉ ପ୍ରଭୁଙ୍କୁ ଗ୍ରହଣ କଲି। ସେଇଦିନରୁ ମୁଁ ପ୍ରଭୁଙ୍କୁ ଧରି ଚାଲିଛି। ଯେ ମାନେ ପାରିବାରିକ ଜୀବନରେ ପିଲାମାନେ ସାନ ଥିଲେ, ସେ ଅବସ୍ଥାରେ ଯେତେ ଅଭାବ ଅନାଟନ ଆସିଛି, କେବେ ବି କାହା ପାଖରେ ମୁଁ ହାତ ପତେଇନି। ଯଦି ହାତ ପତେଇଛି, ମାଗିଛି ପ୍ରଭୁଙ୍କୁ ମାଗିଛି। ଆଉ ପ୍ରଭୁ ସବୁ ଅବସ୍ଥାରେ ମୋର ସେ ପୂରଣ କରିଛନ୍ତି। ଆଉ ତେଣୁକରି ମୁଁ ପ୍ରଭୁଙ୍କ ନିକଟରେ ଆଜି ପର୍ଯ୍ୟନ୍ତ, ବର୍ତ୍ତମାନ ପର୍ଯ୍ୟନ୍ତ ଋଣୀ। ଆଜି ଏଇଠି ଯେଉଁ ବସିଛି, କେବଳ ପ୍ରଭୁଙ୍କ ଅନୁଗ୍ରହରୁ ଆପଣମାନଙ୍କ ପାଖରେ ମୁଁ କିଛି କହିପାରୁଛି। କାରଣ ମୁଁ ଦିନେ ଥିଲି କିଛି କହିପାରୁନଥିଲି, ମୋତେ ଡର ଲାଗୁଥିଲା। ଇଭିନ୍ ପ୍ରଥମେ ଲେକ୍ଚରସିପ୍ କଲି, ମୋ ହାତରୁ କାଗଜ ମଧ୍ୟ ଝଡ଼ି ପାରୁଥିଲା, ଖସି ପଡ଼ୁଥିଲା। କିନ୍ତୁ ଏତେ ପ୍ରଭୁ ଦୟା କଲେ, ଆଉ ତାଙ୍କର ଦୟାର କଳନା ନେଇ, ତାଙ୍କର କରୁଣାର ଉଣା ନେଇ ମୋ ପ୍ରତି। ତେଣୁକରି ମୁଁ ଏଇଭଳି ସିଚୁଏସନ୍ରେ ପଡ଼ିକିରି ମୁଁ ପ୍ରଭୁଙ୍କ ଯେତେବେଳେ ସାନ୍ନିଧ୍ୟ ପାଇଲି, ପ୍ରଭୁଙ୍କୁ ଯେତେବେଳେ ମୁଁ ଅନୁଭବ କଲି ତାଙ୍କର ସେ ପରିତ୍ରାଣକୁ, ମୁଁ ପ୍ରଭୁଙ୍କୁ ଗ୍ରହଣ କଲି। ମୁଁ 1970 ଡିସେମ୍ବର ମାସରେ ଖ୍ରୀଷ୍ଟ ମହାବିଦ୍ୟାଳୟରେ ଜଏନ୍ କଲି। ଯଦିଚ ତା ପୂର୍ବରୁ ଆଉ 2-3ଟା କଲେଜରେ ପାଇଥିଲି, କିନ୍ତୁ ମୁଁ ଗଲି ନାହିଁ। କାହିଁକିନା ଯାଇଥାନ୍ତି ଭାରି, କିନ୍ତୁ ଜଷ୍ଟ ଯିବାକୁ ବାହାରିଛି। ମୋର ସେଠି ଶାନ୍ତ ବାବା ବଞ୍ଚିଥାନ୍ତି ଏବଂ ଶାନ୍ତ ବାବା କହିଲେ ନାଇଁ, ଶନିବାରଟା କାହିଁକି ଯିବୁ, ରବିବାର ଦିନ ସକାଳୁ ଯିବୁ କି ସୋମବାର ଯିବୁ। କାହିଁକିନା ସେତେବେଳେ ମୋର ପ୍ରଥମ ଆପଏଣ୍ଟମେଣ୍ଟ ଆସିଥିଲା ହିଞ୍ଜଳିକାଟରେ ଏବଂ ହିଞ୍ଜଳିକାଟକୁ ଯିବା ପାଇଁ ବାହାରିଛି। ମୋ ଶାନ୍ତ ବାବା ମନା କରିଦେଲେ। ବାବା କହିଲେ ନାଇଁ, ତାଙ୍କ ବାପା ତ ସେ ନାଇଁ, ଶାନ୍ତ ବାବା ମନା କରିଛନ୍ତି, ଯାଆ ନା। ମୁଁ ଗଲି, ପ୍ରଭୁଙ୍କୁ କହିଲି ପ୍ରଭୁ ତୁମ ଇଚ୍ଛା। ତାପରେ ନେକ୍ସଟ ଡେ ହଠାତ୍ କରି ଆପଏଣ୍ଟମେଣ୍ଟ ପାଇଲି ଖ୍ରୀଷ୍ଟ ମହାବିଦ୍ୟାଳୟରୁ, ଯେ ଯେଉଁଦିନ କଲେଜ ଖୋଲିବ ତୁମେ ଜଏନ୍ କରିବ। ଆଉ ତାପରେ ମୁଁ କହିଲି ନାହିଁ, ମୁଁ ଜଏନ୍ କଲି। 2 ଡିସେମ୍ବର 1970ରେ ମୁଁ ଜଏନ୍ କରିଛି ଖ୍ରୀଷ୍ଟ ମହାବିଦ୍ୟାଳୟରେ ଏବଂ ସେଇଦିନରୁ ମୁଁ ଚାକିରି କରିଛି। ଏବଂ ଯେଉଁ ପ୍ରଥମ ଯେତେବେଳେ ମୁଁ ଚାକିରି କଲି ଏବଂ ପ୍ରଥମ କ୍ଲାସ୍ଟା ମୁଁ କହୁଛି, ସେଦିନ ମୋର ଥିଲା ଗୋଟେ ମାନେ ଘଡ଼ିସନ୍ଧି ମୁହୂର୍ତ୍ତ। ଜୀବନରେ କେବେ ମୁଁ ପଢ଼େଇ ନାହିଁ, କି ଜୀବନରେ କେବେ କୌଣସି ପ୍ଲାଟଫର୍ମରେ ଠିଆ ହେଇକରି ମୁଁ କଥା କହିନାହିଁ। ଏବଂ କିନ୍ତୁ ମୋତେ ଆଜି ପିଲାଙ୍କ ସମ୍ମୁଖୀନ ହେବାକୁ ପଡ଼ିବ, ଏଇ ଚିନ୍ତାଧାରା ମୋତେ ଆସିଲା। ତାପରେ ସେତେବେଳେ ଆର୍ଟ୍ସ ଥିଲା
ଏବଂ ଆର୍ଟ୍ସ କଲେଜରେ କ'ଣ ହେଉଥିଲା ନା ଜିକେ ପଢ଼ା ହେଉଥିଲା। ଆଜିକାଲି ଉଠିଗଲାଣି। ଜିକେ ପଢ଼ା ହେଉଥିଲା ଏବଂ ସେ ଜିକେ ଆମର ଉଦ୍ଭିଦ ବିଜ୍ଞାନର ଗୋଟେ ଟପିକ୍ ଥିଲା। ଆଉ ମୋତେ ପ୍ରଥମ ଥର ମୋର ହେଡ଼୍ ଅଫ୍ ଡିପାର୍ଟମେଣ୍ଟ କହିଲେ ତୁମେ ଆଜି ସେଇ କ୍ଲାସ୍ ପ୍ରଥମ କ୍ଲାସ୍ ନିଅ, ଆର୍ଟ୍ସ କ୍ଲାସ୍ ଯାଅ। ମୁଁ ଜାଣିଥିଲି ଯେ ଖ୍ରୀଷ୍ଟ ମହାବିଦ୍ୟାଳୟରେ ଆର୍ଟ୍ସ ପିଲାମାନେ ଭାରି ଦୁଷ୍ଟ ଥିଲେ, ବହୁତ ଚଗଲା, ବହୁତ ବଡ଼ 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 ବୟସ୍କ ଥିଲେ। ଆଉ ଯେତେବେଳେ ମୋତେ ସାର୍ କହିଲେ ହେଡ଼୍ ଅଫ୍ ଡିପାର୍ଟମେଣ୍ଟ କହୁଛନ୍ତି, ମୁଁ ଗଲି ଆଉ କ୍ଲାସ୍ ନେବା ପାଇଁ। ମୋ ସାଙ୍ଗରେ ମୋ ପିଅନ୍ ଗଲେ। ଆଉ ସେତେବେଳେ ମୁଁ ବହୁତ ୟଙ୍ଗ୍ ଥିଲି, ବାହା ହେଇନଥିଲି। ଆଉ ସେତେବେଳେ ପିଲାମାନେ ଥଟ୍ଟା ମଧ୍ୟ କରୁଥିଲେ, ଆରେ ଏଇଟା କିଏ ରେ? ସେ ପିଅନ୍ କହିଲା, ନା ଇଏ ପୁରା ଗୋଟେ ନୂଆ ଆସିଛି, ନା ଇଏ ଗୋଟେ ଗୁଲଗୁଲିଆଟା, ଇଏ କ'ଣ କ୍ଲାସ୍ ନେବ, କ'ଣ ଆସିଛି ଶିକ୍ଷକ ହେଇଛି, କ'ଣ ଆମକୁ ପାଠ ପଢ଼େଇବ? ଆଉ କହିଲା ହଁ ପଢ଼େଇବ। ଆଉ ମୁଁ ଗଲି ଆର୍ଟ୍ସ କ୍ଲାସ୍ ନେଲି। ଯେତେବେଳେ ଆର୍ଟ୍ସ କ୍ଲାସ୍ ନେଉଥାଏ ପିଲାମାନେ ପ୍ରତି ହସିଲେ, କହିଲେ ଆମର ସାଙ୍ଗ ଆସିଛି ଆମ ପାଖକୁ। ମୁଁ ଆଉ କିଛି ଖାଲି ବାଟ ସାରା ପ୍ରଭୁଙ୍କୁ ପ୍ରାର୍ଥନା କରିଛି, ପ୍ରଭୁ ଏଇଟା ମୋର ପ୍ରଥମ କ୍ଲାସ୍, ମୋତେ ଲଜ୍ଜିତ ହେବାକୁ ଦିଅ ନାହିଁ, କାରଣ ତୁମେ ମୋ ସହିତ ଅଛ, ପ୍ରତିଜ୍ଞା କରିଛ ମୁଁ ତ ସଙ୍ଗେ ସଙ୍ଗେ ଥିବି ବୋଲି। ତେଣୁକରି ପ୍ରଭୁ ମୁଁ ଯାଉଛି କ୍ଲାସ୍କୁ, ତୁମେ ମୋତେ ଦୟା କର। ଯେତେବେଳେ କ୍ଲାସ୍ରେ ପହଞ୍ଚିଲି ଆଉ ପିଲାମାନେ ହସିଲେ, ମୁଁ ଆଉ କିଛି ଇଏ କଲି ନାହିଁ, ଚୁପ୍ ହେଲି। ପ୍ରଭୁଙ୍କୁ ଟିକେ, ପ୍ରଭୁ ତୁମ ଇଚ୍ଛା ସଫଳ କର। ତାପରେ ଗଲି କ୍ଲାସ୍ ନେଲି। ଯେତେବେଳେ କ୍ଲାସ୍ ନେଲି ମଝିରେ ମଝିରେ ଗୋଟେ ଛୋଟ ଛୋଟ ଗୋଡ଼ି ପକାଉଥାନ୍ତି, ଛୋଟ ଛୋଟ ଚକ୍ ଖଣ୍ଡ ପକାଉଥାନ୍ତି। ମୁଁ କିଛି କଥା ପଢ଼େଇ ଚାଲିଥାଏ। ତାପରେ ହଠାତ୍ କରି ସେଇ କ୍ଲାସ୍ ଭିତରେ ଗୋଟେ ପିଲା ଠିଆ ହେଇଗଲା ଏବଂ ଠିଆ ହେଇଗଲା। ପିଲାମାନେ ପାଟି କର ନାହିଁ, ସେ ହେଉଛନ୍ତି ଆମ ସାହିର ପିଲା। ମୁଁ ଜାଣିନି ସେ ପିଲା କିଏ, ସେ ଗୋଟେ ମୁସଲିମ୍ ପିଲା ଏବଂ ସେ ମୁସଲିମ୍ ପିଲା ଆମ ସାହିର। ସେ ମୁଁ ଦେଖିଛି। ଆଉ ତୁମେ ଏମିତି କ'ଣ କଥାବାର୍ତ୍ତା କରୁଛ? ତୁମେ ବସିକି ପଢ଼, ବସିକି ଚୁପ୍ ହେଇକି ବସ, କ'ଣ ପଢ଼ଉଛନ୍ତି ତୁମେ ଦେଖ। ଯାହା ପ୍ରଭୁଙ୍କ ଠାରୁ ବଡ଼ ସୁନ୍ଦର ଭାବରେ ସେମାନେ ମୋ କ୍ଲାସ୍ ନେଲି, ଜେନେରାଲ୍ କ୍ଲାସ୍ ଗୋଟେ ନେଇକରି ଆସିଲି। ତାପରେ ପ୍ରଭୁଙ୍କୁ ଧନ୍ୟବାଦ ଦେଲି। ତାପରେ ଆସିଲି। ତାପରେ ମୁଁ ଜାଣିନି ପ୍ରଭୁ କ'ଣ ସେମାନଙ୍କ ମନରେ କାମ କଲେ ଆଉ ପ୍ରଭୁ କିଭଳିଆ ଭାବରେ ମୋତେ ବ୍ୟବହାର କଲେ ମୁଁ ଜାଣିନି। ସାଙ୍ଗେ ସାଙ୍ଗେ ଯେତେବେଳେ କୌଣସି କ୍ଲାସ୍ ହୁଏ ନାହିଁ, ସେ ଆର୍ଟ୍ସ ପିଲାମାନେ ମୋତେ ଡାକନ୍ତି, ସାର୍ ଆଜି ଆସନ୍ତୁ ଜିକେ ପଢ଼େଇବେ। ମାନେ ଆଠୁ ବଳି ଗୌରବର କଥା, ପ୍ରଭୁ ମୋତେ କ'ଣ ଦେବେ। ଯିଏକି ଦିନେ ଠିଆ ହେଇପାରୁନଥିଲା, ଯିଏକି ହାତରୁ ତାର କାଗଜ ଖସି ପଡ଼ୁଥିଲା, ତାକୁ ପିଲାମାନେ ଡାକି ନେଲେ ଆଉ ମାନେ ଆସିକି ସାର୍ କ୍ଲାସ୍ ନିଅନ୍ତୁ। ସେଇ ଦିନରୁ ମୋତେ ପ୍ରଭୁ ଏଇଭଳିଆ ଭାବରେ ମୋତେ କରିଦେଲେ। ମୁଁ ସୁନ୍ଦର ଭାବରେ ପାଠ ପଢ଼େଇଲି। ଆଜି ପର୍ଯ୍ୟନ୍ତ ବି ମୋର ଷ୍ଟୁଡ଼େଣ୍ଟମାନେ ମୋତେ ଦେଖାହେଲେ କହନ୍ତି, କହିଲେ ସାର୍ ଯାହା ପଢ଼ିଥିଲେ ଆଜି ଆମର ଏପର୍ଯ୍ୟନ୍ତ ମନେ ଅଛି। କେତେ ମୋର ଡକ୍ଟର ହେଇଯାଇଛନ୍ତି ମୋର ଷ୍ଟୁଡ଼େଣ୍ଟମାନେ, କେତେ ଇଞ୍ଜିନିୟର ହେଇଛନ୍ତି, କେତେ ମାଜିଷ୍ଟ୍ରେଟ୍ ମଧ୍ୟ ହେଇଛନ୍ତି। ଜଣେ ମାଜିଷ୍ଟ୍ରେଟ୍ ଜଣେ ହଠାତ୍ ଆସିକି ଦିନେ ଗୋଡ଼ ତଳେ ପଡ଼ିଗଲେ, ମୁଁ ଜାଣିନି। ସେ କହିଲେ, ସାର୍ ଚିହ୍ନି ପାରୁନାହାନ୍ତି? ମୁଁ କହିଲି ନା ନା, ମୁଁ ହେଉଛି ଅମୁକ ସାର୍, ମୁଁ ବର୍ତ୍ତମାନ ମାଜିଷ୍ଟ୍ରେଟ୍ ଅଛି। ଆପଣଙ୍କ ପାଠପଢ଼ା ଏପର୍ଯ୍ୟନ୍ତ ମୋର ମନେ ଅଛି, ସବୁବେଳେ ସେ କାନରେ ବାଜେ, ଆପଣ ଯେଉଁ କେତେ ସୁନ୍ଦର ଭାବରେ ପଢ଼ାନ୍ତି। ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦେଲି। ଏହା ହିଁ ହେଉଛି ମୋର ମାନେ ଶିକ୍ଷକ ଜୀବନର ଆରମ୍ଭ ଏବଂ ଶିକ୍ଷକ ଜୀବନର ଶେଷ ମଧ୍ୟ ଠିକ୍ ସେମିତି ହେଇଛି। କେବେ ବି ମୋତେ ପ୍ରଭୁ ଲଜ୍ଜିତ କରିନାହାନ୍ତି କୌଣସି କ୍ଲାସ୍ରେ। ଆଜି ପର୍ଯ୍ୟନ୍ତ ମୁଁ ତ ଭିନ୍ନ ଭିନ୍ନ ଇନଷ୍ଟିଚ୍ୟୁଟ୍ ଯାଇକରି ପଢ଼ଉଛି। ଆଜିର ପିଢ଼ି ଛାତ୍ରଛାତ୍ରୀଙ୍କୁ ଏଇ କଥା କହିବି, କାରଣ ଆମ ଜମାନା ଭିନ୍ନ ଥିଲା, ବର୍ତ୍ତମାନ ପୁରା ଭିନ୍ନ। ବର୍ତ୍ତମାନ ସବୁଆଡ଼େ କ୍ରାଇସିସ୍ ଦେଖାଯାଉଛି। ଏ କ୍ରାଇସିସ୍ ସମୟରେ ମୋର ଛାତ୍ରମାନଙ୍କୁ, ଯେଉଁମାନେ ଷ୍ଟୁଡ଼େଣ୍ଟ ଅଛନ୍ତି, ସେ ଖ୍ରୀଷ୍ଟିଆନ ଛାତ୍ର ହୁଅନ୍ତୁ କି ଅନ୍ୟ ଧର୍ମର ଛାତ୍ର ହୁଅନ୍ତୁ, କେବଳ ଏ ଗୋଟିଏ କଥା କହିବାକୁ ଚାହୁଁଛି, ଯାହା ପଢ଼ୁଛ ସିନସିୟରଲି ପଢ଼, ଭଲରେ ପଢ଼। କୌଣସି ପ୍ରକାର ମାନେ ଅନ୍ୟ ଉପରେ ଆଶ୍ରୟ ନିଅ ନାହିଁ। କିଏ ଭାବ ନାହିଁ ଯେ ସାର୍ମାନେ ବାଟିକିରି ପିଇଦେବେ, କେହି ପିଇପାରିବେ ନାହିଁ। ଯେ ପର୍ଯ୍ୟନ୍ତ ନିଜେ ତନ୍ନ ତନ୍ନ କରି ନ ପଢ଼ିଛ, ସେ ପର୍ଯ୍ୟନ୍ତ ବୁଝିପାରିବ ନାହିଁ କି ଜାଣିପାରିବ ନାହିଁ। ଏବଂ ପରିଶ୍ରମ ଲେବର୍ ହାର୍ଡ଼ କର ଏବଂ ଲେବର୍ ହାର୍ଡ଼ କରିବା ସହିତ କ'ଣ କର, ଯେ ଟିଚର୍ମାନଙ୍କୁ ତୁମେ ରେସପେକ୍ଟ ଦେଖାଅ। ଯଦି ନ ବୁଝିପାରିବ ତାହେଲେ ସେଇ ଟିଚର୍ମାନଙ୍କ ପାଖକୁ ଯାଅ, ତାଙ୍କୁ କୁହ ସାର୍ ବୁଝେଇ ଦିଅନ୍ତୁ, ସେମାନେ ନିଶ୍ଚୟ ବୁଝେଇ ଦେବେ। କାହିଁକିନା ଶିକ୍ଷକ ସବୁବେଳେ ଛାତ୍ରବତ୍ସଳ ଅଟନ୍ତି। ସେ ଛାତ୍ରମାନଙ୍କୁ ଭଲ ପାଆନ୍ତି। ଯାହାକି ମୋ ଜୀବନରେ କରିଛି, ନିଶ୍ଚୟ ଆଜି ମଧ୍ୟ ସେ ଶିକ୍ଷକମାନେ ସେୟା କରିବେ। ଅତଏବ ତୁମେ ମାନେ ସେଇ ପିଲା। ତେଣୁ ମୋର ଏତିକି କହିବାକୁ, ତୁମେ ସିନସିୟରଲି ପାଠ ପଢ଼ ଆଉ ବହୁତ ପରିଶ୍ରମ କର ଆଉ କୌଣସି ସମୟକୁ ତୁମେ ନଷ୍ଟ କର ନାହିଁ। ଆଜିକାଲି ମୋବାଇଲ ଦେଖୁଛନ୍ତି, ବସିକି ଗସିପିଂ କରୁଛନ୍ତି, ଏଠି ବସୁଛନ୍ତି ସେଠି ବସୁଛନ୍ତି, ନାନା ପ୍ରକାର ଡ୍ରଗ୍ସ ଆଡ଼ିକ୍ଟ ହେଉଛନ୍ତି। ସେସବୁ କିଛି କର ନାହିଁ।
ସେସବୁ କଲେ ଜୀବନଟା ଚାଲିଯିବ, କାହିଁକିନା ଏ ସମୟ ଏତେ ଫାଷ୍ଟ ଯାଉଛି ତୁମେ ଜାଣିପାରିବନି। ଯେତେବେଳେ ସମୟ ଚାଲିଯିବ, ବୟସ ଚାଲିଯିବ, ସେତେବେଳେ ତୁମେ ମନେ ପକାଇବ, ଆରେ ମୁଁ କ'ଣ କରୁଥିଲି। ସେତେବେଳେ ସାର୍ କହୁଥିଲେ ଭଲ ପଢ଼, ଭଲ ଲୋକ, ଭଲ ମଣିଷ ହୁଅ, ଶାନ୍ତି ରୁହ, କିନ୍ତୁ ମୁଁ କ'ଣ କଲି, ମୋର ସେ ସମୟ ଗୁଡ଼ିକୁ ମୁଁ ନଷ୍ଟ କରିଦେଇଛି। ମୋର ପିଲାମାନେ ମନେ ରଖ, ସମୟ ଚାଲିଯିବ ଆଉ ଫେରିବ ନାହିଁ। ତେଣୁ ସମୟକୁ ଦେଖିକିରି ତୁମେ କାର୍ଯ୍ୟ କର, ଭଲ ଭାବରେ ପଢ଼। ଆଉ ଗୋଟିଏ କଥା କହୁଛି, ଈଶ୍ୱରଙ୍କୁ ଭୟ କର। ଯଦି ଈଶ୍ୱରଙ୍କୁ ତୁମେ ଭୟ କରିବ ନାହିଁ, କିଛି ଲାଭ ନାହିଁ। କାରଣ ଆମର ଶାସ୍ତ୍ରରେ ଲେଖା ଅଛି, ବାଇବଲରେ, ସଦାପ୍ରଭୁ ବିଷୟକ ଭୟ ଜ୍ଞାନର ଆରମ୍ଭ। ଯଦି ଭୟ ନାହିଁ, ଜ୍ଞାନ ମିଳିବ ନାହିଁ। ତେଣୁକରି ମୋର ପିଲାମାନଙ୍କୁ କହୁଛି, ତୁମେ ଭୟ କର। ସବୁବେଳେ ଭାବ ଯେ ମୋ ପାଖରେ ଜଣେ ଅଛନ୍ତି, ସେ ଦେଖୁଛନ୍ତି ମୁଁ କ'ଣ କରୁଛି। ବାପା ମା ନାହାନ୍ତି, କେହି ନାହାନ୍ତି, ଶିକ୍ଷକ ବି ନାହାନ୍ତି, କିନ୍ତୁ ଜଣେ ଅଛନ୍ତି ସବୁବେଳେ। ସେ ଦେଖୁଛନ୍ତି ତୁମେ କ'ଣ କରୁଛ, କ'ଣ ଚିନ୍ତା କରୁଛ, କୁଆଡ଼େ ଯାଉଛ। ତେଣୁ ଏଇ ଯେଉଁ ସଦାପ୍ରଭୁ ବିଷୟକ ଭୟ, ଈଶ୍ୱର ବିଷୟକ ଭୟକୁ ମନରେ ରଖି ତୁମେ କର୍ତ୍ତବ୍ୟ କରିଯାଅ, ସେ ଫଳ ଦେବେ। ତୁମ ନିଜ ଭାବ ନାହିଁ ଯେ ମୁଁ ଏତେ ପରିଶ୍ରମ କଲି କାହିଁ ମୋତେ ଫଳ। ନା, ଈଶ୍ୱରଙ୍କର ଇଚ୍ଛା ଭିନ୍ନ, ମନୁଷ୍ୟର ଇଚ୍ଛା ଭିନ୍ନ। ତେଣୁକରି ସବୁବେଳେ ସେଇ ପରିଶ୍ରମ କର ଏବଂ ଈଶ୍ୱରକୁ ଭୟ କରି ନିଜ କର୍ତ୍ତବ୍ୟ କରିଯାଅ, କର୍ତ୍ତବ୍ୟରେ ତ୍ରୁଟି କର ନାହିଁ। ଅନେକ ମାନପତ୍ର ପାଇଛି ମୁଁ ରିଟାୟାରମେଣ୍ଟ ପରେ। ରିଟାୟାରମେଣ୍ଟ ଆଗରୁ ମୋ ଅବଶ୍ୟ କେଉଁଠି କିଛି ମାନପତ୍ର ପାଇନାହିଁ, କେବଳ ଖେଳରେ ପାଇଥିଲି। କାରଣ ଯେତେବେଳେ ମୁଁ ଉତ୍କଳ ୟୁନିଭର୍ସିଟିର 3 ବର୍ଷ କ୍ୟାପ୍ଟେନ୍ ଥିଲି ଭଲିବଲର, ସେତେବେଳେ ବେଶ ଭଲ ସାର୍ଟିଫିକେଟ୍ ସବୁ ରେଭେନ୍ସା କଲେଜ ଦେଇଥିଲା ଏବଂ ଉତ୍କଳ ୟୁନିଭର୍ସିଟି ମଧ୍ୟ ଦେଇଥିଲା। ସେଇଟା ଗୋଟେ ଭଲ ମାନପତ୍ର ଥିଲା। ତାପରେ ଯେତେବେଳେ ବାହାରକୁ ଯାଇଥିଲି ଟିମ୍ ନେଇକରି, ସେତେବେଳେ ମୋର ଦାର୍ଜିଲିଂରେ ସେ ୟୁନିଭର୍ସିଟି ମୋତେ ବହୁତ ଓଭେସନ୍ ଦେଇଥିଲା। କହିଲା କ'ଣ ଗୋଟେ ୟଙ୍ଗ ଟିଚର୍ ଯିଏକି ଦିନେ ୟୁନିଭର୍ସିଟିର କ୍ୟାପ୍ଟେନ୍ ଥିଲେ, ଆଜି ସେ ମ୍ୟାନେଜର୍ ହେଇ ଆସିଛନ୍ତି। ଏଇଟା ଗଲା ସେ ଶିକ୍ଷକ ଅବସ୍ଥାର। ତାପରେ ରିଟାୟାରମେଣ୍ଟ ପରେ ମୁଁ ମାନପତ୍ର ପାଇଲି। ମୁଁ ଲେଖାଲେଖି ଟିକେ ଆରମ୍ଭ କଲି। ଆଉ ଲେଖାଲେଖି ଯେତେବେଳେ ଆରମ୍ଭ କଲି, ଆଉ ମୋତେ ଲେଖିକିରି କାହାକୁ ଦେଖାଏ ନାହିଁ ମୁଁ, କାହିଁକିନା ଲାଜ ଲାଗେ, କ'ଣ ମୁଁ ଲେଖୁଛି। ଏମିତି ଲେଖାଲେଖିଲି। ହଠାତ୍ କରି ଦେଖିକିରି ଦିନେ ମୋର ବଡ଼ ଭାଇ ବଞ୍ଚିଥାନ୍ତି, କିଏ ଆମର ସାନି ଭାଇ ଜୟନ୍ତ ମହାପାତ୍ର, ସେ ମୋତେ କହିଲେ, ତୁ କୁଆଡ଼େ ଲେଖୁଛୁ? ମୁଁ କହିଲି, ହଁ ଟିକେ ଲେଖିନା, ଆଣିବୁ ଲେଖା ଦେଖିବି। ସେ ଦେଖିଲା, ଆରେ ତୁ ତ ଭଲ ଲେଖୁଛୁ, ତୁ କାହିଁକି ପବ୍ଲିଶ କରୁନୁ? ମୁଁ କହିଲି, ନାଇଁ ମୋତେ ଲାଜ ଲାଗୁଛି। ସେ ଯାହା ହଉ, ସେ ଟିକେ ଉତ୍ସାହ ଦେଲେ। ତାପରେ ମୁଁ ଲେଖିବାକୁ ଉତ୍ସାହ ମୋତେ ଆଗ୍ରହ ଦେଇଥିଲେ ବା ପ୍ରରୋଚନା ଦେଇଥିଲେ ବାପା ଦେଇଥିଲେ। ଯେତେବେଳେ ମୁଁ ଲେଖିବା ପାଇଁ କହିଲି, ବାପା ମୋତେ ଲେଖି ଆସୁନାହିଁ କ'ଣ କି? ବାପା କହିଲେ, ପ୍ରାର୍ଥନା କର, ଲେଖ। ବାସ୍ତବରେ ମୁଁ ପ୍ରାର୍ଥନା କରି ଲେଖିଲି। ଆଉ ଲେଖିବା ଆରମ୍ଭ କଲି ଯେତେବେଳେ ପ୍ରଭୁଙ୍କର ପ୍ରେରଣା ପାଇଲି। ପ୍ରଭୁଙ୍କ ପ୍ରେରଣା ପାଇକରି ମୁଁ କେବଳ କହିଲି, ପ୍ରଭୁ ଏ ବର୍ଣ୍ଣବୋଧର ଅକ୍ଷର ସବୁ ପଢ଼ିଥିଲି, ଅ ଆ ଠୁ ଆରମ୍ଭ କରି କ୍ଷୟ ପର୍ଯ୍ୟନ୍ତ, ମୁଁ ସେ ଅକ୍ଷରକୁ ଗୋଟଉଛି, ସଜାଡ଼ି ଦେଉଛି। ପ୍ରଭୁ ତୁମେ ଏହାକୁ ଗୋଟେ କବିତା କରିଦିଅ, କି ଗୋଟେ ତୁମେ କ'ଣ ଭାବ ସୃଷ୍ଟି କର। ବାସ୍ତବରେ ସେଇ ଲେଖାଗୁଡ଼ିକ ଯେତେବେଳେ ସଜେଇ ଦେଲି, ତା ଭିତରେ ପ୍ରଭୁ ମୋତେ ଦେଖାଇ ଦେଲେ ଯେ ତାଙ୍କର ଚିନ୍ତାଧାରା ତା ଭିତରେ ଅଛି, ତାଙ୍କର ଭାଷା ସେ ଭିତରେ ଅଛି। ସେଇ ଲେଖା ଆରମ୍ଭ କଲି ଏବଂ ଆସ୍ତେ ଆସ୍ତେ ପ୍ରଭାତତାର ଦେଲି। ପ୍ରଭାତତାର ବାହାରିଲା। ତାପରେ ଆଉ ଗୋଟେ ସତ୍ୟଦୀପ ବୋଲି ଅଛି, ସେଇଠି ଦେଲି। ତାପରେ ବିଭିନ୍ନ ଆମର ମାଗାଜିନ୍ ମାନଙ୍କରେ ଦେଲି, ଯେଉଁ ସବୁ ସିକୁଲାର ମାଗାଜିନ୍ ଗୁଡ଼ାରେ ଦେଲି ଏବଂ ସିକୁଲାର ମାଗାଜିନ୍ରେ ମୋତେ ଏସବୁ ମୋର ବାହାରିଲା। ତାପରେ ଏମିତି ହଉକରି ହଠାତ୍ କରି କୌଶଲ୍ୟା ଗଙ୍ଗବଲି ଗୋଟିଏ ସାହିତ୍ୟ ସଂସଦ ମୋତେ ଇନଭାଇଟ୍ କଲା। ଇନଭାଇଟ୍ କରି କହିଲା, ଆପଣଙ୍କୁ ଆମେ ସମ୍ମାନ ଦେବୁ। ସେଇଠି ସେ ପ୍ରଥମ ସମ୍ମାନ ପାଇଲି, କୌଶଲ୍ୟା ଗଙ୍ଗରେ ସାହିତ୍ୟ ଆୱାର୍ଡ଼। ତାପରେ ଆସ୍ତେ 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 କେତେ ଲୋକ ମୋତେ ଭିନ୍ନ ଭିନ୍ନ ଅନୁଷ୍ଠାନ ମୋତେ ଆୱାର୍ଡ଼ ଦେଲା। ତାପରେ ଆମେରିକାନ୍ ମେରିଟ୍ କାଉନସିଲ୍ ମଧ୍ୟ ମୋତେ ସେ ୟୁଏସ୍ରୁ ମଧ୍ୟ ଗୋଟେ ଆୱାର୍ଡ଼ ଦେଇ ମୋତେ ଡକ୍ଟରେଟ୍ ଦେଲା, ଅନରାରୀ ଡକ୍ଟରେଟ୍ ଦେଲା। କାରଣ ମୋର ଲେଖାରେ ସେମାନେ ଭଲ ଦେଖିଲେ, କ'ଣ ଦେଖିଲେ ମୁଁ ଜାଣେ ନାହିଁ, ସେମାନେ ସେଇଥିରେ ସେମାନେ ମୋତେ ଚୁଜ୍ କରିଥିଲେ। ତାପରେ ପରେ ମୁଁ ଆହୁରି 2ଟା ଡକ୍ଟରେଟ୍ ମଧ୍ୟ ମୁଁ ପାଇଛି। ଏମିତି ହେଇକରି ଅନରାରୀ ଡକ୍ଟରେଟ୍ ପାଇକରି ମୁଁ ବହୁତ କିଛି ମାନେ ଆଚିଭ୍ କରିସାରିଛି। ଆଉ ଏସବୁ ଯେ ପ୍ରଭୁଙ୍କର ଅନୁଗ୍ରହ, ଏସବୁ ଅବଶ୍ୟ ସାଂସାରିକ ଆଚିଭମେଣ୍ଟ, କିନ୍ତୁ ମୋତେ ପ୍ରଭୁଙ୍କ ନିମନ୍ତେ ବହୁତ କିଛି ଆଚିଭମେଣ୍ଟ କରିବାକୁ ପଡ଼ିବ।
ପ୍ରଭୁ ମୋତେ ଦୟା କରିବେ, ପ୍ରଭୁ ମୋତେ ଆଶୀର୍ବାଦ କରିବେ। ଏହିପରି ଅନେକ ମୁଁ ପାଇଛି, ନାନା ପ୍ରକାର ମୁଁ କ'ଣ ପାଇଛି ନା ଯେଉଁ ଆୱାର୍ଡ଼ ସବୁ ପାଇଛି। ଏବଂ ଯେଉଁ ଆୱାର୍ଡ଼ ଗଲା କ'ଣ ନା କହିବି, କେତେ ଆୱାର୍ଡ଼, ମଧୁମାଟି ସାହିତ୍ୟ ସଂସଦରୁ ପାଇଛି, ତାପରେ କୌଶଲ୍ୟା ସାହିତ୍ୟରୁ ପାଇଛି, ଶୀତଳଶୈଳୀ ପ୍ରକାଶନରୁ ପାଇଛି, ଓଡ଼ିଶା ଏଡ଼ିଟର୍ସ ଆୱାର୍ଡ଼ ମଧ୍ୟ ପାଇଛି, ମଦର ଟେରେସା ଆୱାର୍ଡ଼ ପାଇଛି। ଏହିପରି କେତେ କେତେ ଆୱାର୍ଡ଼ ପାଇଛି। ଏବେ ରିସେଣ୍ଟଲି ନାଳନ୍ଦା ୟୁନିଭର୍ସିଟିରୁ ମଧ୍ୟ ମୋତେ ଡକ୍ଟରେଟ୍ ଦେଉଛନ୍ତି ବୋଲି ମୁଁ ଶୁଣିଲି, ଆଉ ଗୋଟେ ଚିଠି ଆସିଛି। ଏଭଳି ଭାବରେ ଅନେକ ଅନେକ ଚିତ୍ର ଆୱାର୍ଡ଼ ପାଇଛି। କେବଳ ଏହା ପ୍ରଭୁଙ୍କର ଆଶୀର୍ବାଦ, ଆଉ କିଛି ମୋର ନିଜର ଜ୍ଞାନ କି ନିଜର ବୁଦ୍ଧି ନୁହେଁ, ମାତ୍ର ପ୍ରଭୁଙ୍କର ଆଶୀର୍ବାଦ, ପ୍ରଭୁଙ୍କର ମୋ ପ୍ରତି କରୁଣା। ଆପଣ ମୋର ବିଭାଗର ବିଷୟରେ ପଚାରୁଛନ୍ତି, ପାରିବାରିକ ଜୀବନ ବିଷୟ ପଚାରୁଛନ୍ତି। ଏହି ପରିପ୍ରେକ୍ଷୀରେ ମୁଁ ଏତିକି କହିବି, ମୋର ବିଭାଗର ଆଜିକୁ 54 ବର୍ଷ କମ୍ପ୍ଲିଟ୍ ହୋଇଯାଇଛି ପ୍ରାୟ। ମୁଁ 1972 ଜୁନ୍ 12ରେ ବିବାହ କରିଥିଲି। ଏଇ କଟକରେ ବିବାହ ହେଇଥିଲି। ହରିପୁର ବୋଲି ଗୋଟିଏ ସ୍ଥାନ ଅଛି, ସେ ହରିପୁରରେ ମୋର ହେଉଛି ଶାଶୁଘର। ଆଉ ମୁଁ ଯାହାକୁ ବିବାହିତ କରିଛି ସେ ହେଉଛି ବାପା ମାଆଙ୍କର ଗୋଟିଏ ଝିଅ, କିନ୍ତୁ 2 ଭାଇ ସେମାନେ ଥିଲେ। ଆଉ ମୁଁ ବହୁତ କମ୍ ବୟସରେ ସେ ବି ଥିଲେ, ମୁଁ ବି କମ୍ ବୟସରେ ବାହା ହେଇଥିଲି। ବହୁତ ୟଙ୍ଗରେ ଆମେ ବାହା ହେଇଛୁ। ଆଉ ବାହା ହେଇକରି ଆମେ ସେ ବାହାଘର ଗୃହର ଦାୟିତ୍ୱ ମଧ୍ୟ ତୁମେ ନେଇଥିଲୁ। କାହିଁକିନା ମୁଁ ବାହାରିଲା ବେଳକୁ ମୋର ଭାଇମାନେ ସମସ୍ତେ ପାଠ ପଢ଼ୁଥିଲେ, ସ୍କୁଲରେ ପଢ଼ୁଥିଲେ, କଲେଜରେ ପଢ଼ୁଥିଲେ। ତେଣୁ ସେମାନଙ୍କ ଦାୟିତ୍ୱ ମୋ ଉପରେ ଥିଲା। କାହିଁକିନା ମୁଁ ବାହା ହେବା ପରେ ପରେ ଅଳ୍ପ କେତେ ବର୍ଷ ପରେ ମୋର ବାପା CDM ହେଇକି ପ୍ରମୋସନ୍ ହେଇକି ସମ୍ବଲପୁର ଚାଲିଗଲେ। ଆଉ ଏ ଗୃହର ଦାୟିତ୍ୱ ମୋ ଉପରେ ରହିଲା ବଡ଼ ପୁଅ ହିସାବରେ। ତେଣୁ ସେଇ ଦିନରୁ ଆମେ ବେଶ ଘର ଚଳେଇଲୁ ପ୍ରଭୁଙ୍କୁ ପ୍ରାର୍ଥନା କରିକିରି। ମୋ ଠାରୁ ମୋର ସ୍ତ୍ରୀ ବେଶୀ ବିଶ୍ୱାସୀ ଥିଲେ ଏବଂ ଏପର୍ଯ୍ୟନ୍ତ ଅଛନ୍ତି। ଯେତେବେଳେ ମୁଁ ଭାଙ୍ଗି ପଡ଼େ ସେତେବେଳେ ସେ ମୋତେ ଆଶ୍ୱାସନା ଦିଅନ୍ତି ଏବଂ ସେ ପ୍ରଭୁଙ୍କ କଥା କହି ମୋତେ ବଳ ଯୋଗାନ୍ତି। ଆଉ ମୋର ସେ ବାସ୍ତବିକ ଯେଉଁ କହନ୍ତି ସହଧର୍ମିଣୀ, ଆକ୍ଚୁଆଲି ସେ ହେଉଛନ୍ତି ମୋର ସହଧର୍ମିଣୀ। ଆଜି ଗୋଟେ ଗର୍ବର ସହିତ ମୁଁ ଏତିକି କହିବି, ମୁଁ ଏତେ ବର୍ଷ ବାହା ହେଲିଣି, ସେ ମୋର ସହଧର୍ମିଣୀ କେବେ ବି ଦିନ ପାଇଁ ଗୋଟିଏ ଲୁଗା ମୋତେ କିଣିଦିଅ ବୋଲି କହିନାହାନ୍ତି। ବଡ଼ ଆଶ୍ଚର୍ଯ୍ୟ ଏଇଟା। ହୁଏତ ଅନ୍ୟମାନେ ଦେଖୁଛୁ, ହୁଏତ କହି ମୋର ଏହା ଦରକାର ସେୟା ଦରକାର, କିନ୍ତୁ ସେ ଆଜି ପର୍ଯ୍ୟନ୍ତ କିଛି କହିନାହାନ୍ତି। ଗୋଟିଏ ଶାଢ଼ୀ ମାଗିନାହାନ୍ତି। ଆଉ ସୁନା ତ ଛାଡ଼, ମୁଁ କିଣିନି ଆଜି ପର୍ଯ୍ୟନ୍ତ ତାଙ୍କ ପାଇଁ ଗୋଟିଏ ବି। ମାନେ ସେ ଏତେ ପ୍ରଭୁ ଭୟ, ତାଙ୍କର କିଛି ସଉକ ନାହିଁ। ଗୋଟିଏ ସଉକ କ'ଣ, ଭଲ ରାନ୍ଧନ୍ତି। ଆଉ ବାପା ମା ଦିଅରମାନଙ୍କୁ ନଣନ୍ଦମାନଙ୍କୁ ଖୁବ୍ ଭଲ ଭାବରେ ସ୍ନେହ କରନ୍ତି ଏବଂ ସମସ୍ତେ ଭଲ ପାଆନ୍ତି। ଏବେ ବି ମୋର ସାନ ଭାଇମାନେ ମୋର ମିସେସ୍କୁ ମା ଭଳିଆ ଦେଖନ୍ତି। କାରଣ ସେମାନେ ବହୁତ ସାନ ଥିଲେ ଆମେ ବାହାରିଲା ବେଳକୁ, ଏବଂ ବର୍ତ୍ତମାନ ସେମାନେ ତ ବାହା ହେଇକରି ସେମାନେ ମଧ୍ୟ ମାନେ ଶାଶୁ ଶ୍ୱଶୁର ହେଇଗଲେଣି। କି ପ୍ରଭୁଙ୍କର ଆଶୀର୍ବାଦ। ଆଉ ମୋର ପ୍ରଭୁ ମୋ କୋଳରେ ଗୋଟେ ପୁଅ ଗୋଟେ ଝିଅ ଦେଇଛନ୍ତି। ଆଉ ଝିଅ ହେଉଛି ବଡ଼, ପୁଅ ହେଉଛି ମୋର ସାନ, 3 ବର୍ଷ ସାନ, ତାଙ୍କ ଭିତରେ ଡିଫରେନ୍ସ। ଆଉ ମୋର ପୁଅ ଝିଅ ପାଠ ପଢ଼ୁଥିଲେ, ଜଣେ କନଭେଣ୍ଟରେ ପଢ଼ୁଥିଲେ, ଷ୍ଟୁଆର୍ଟରେ ପଢ଼ୁଥିଲେ, କିନ୍ତୁ ସେମାନେ ଭଲ ଷ୍ଟୁଡେଣ୍ଟ ନଥିଲେ। ମୁଁ ପ୍ରକାଶ କରୁଛି ଭଲ ଷ୍ଟୁଡେଣ୍ଟ ନଥିଲେ। ଯେମିତି ମୋ ଜୀବନରେ କେବେ ବି ଫାର୍ଷ୍ଟ କ୍ଲାସ୍ ମୁଁ ଦେଖିନାହିଁ। ମ୍ୟାଟ୍ରିକୁଲେସନ୍ରୁ ଆରମ୍ଭ କରି MSc ପର୍ଯ୍ୟନ୍ତ ମୋର ସେକେଣ୍ଡ କ୍ଲାସ୍। ଅବଶ୍ୟ ବହୁତ କମ୍ ନମ୍ବର ଏପଟ ସେପଟ ମାର୍ଜିନ୍ରେ, ତଥାପି ମୁଁ ତ ସେକେଣ୍ଡ କ୍ଲାସ୍ ଫାର୍ଷ୍ଟ କ୍ଲାସ୍ ଜାଣିନି। ଠିକ୍ ସେଭଳିଆ ମୋ ପୁଅ ଝିଅମାନେ ସ୍କୁଲ କ୍ୟାରିୟରରେ କିଛି ଭଲ ପଢ଼ୁନଥିଲେ। କାହିଁକିନା ମୁଁ ବି କେବେ କହେନି ପାଠ ପଢ଼ ବୋଲି। ସେମାନେ ତାଙ୍କ ମନ ଇଚ୍ଛା ପଢ଼ନ୍ତି ଆସନ୍ତି। କିନ୍ତୁ ପ୍ରଭୁ ଏତେ ଦୟା କରିଛନ୍ତି ଯେ ସେମାନେ ସାନବେଳୁ ପ୍ରଭୁଙ୍କୁ ଭୟ କରୁଥିଲେ, ସଣ୍ଡେ ସ୍କୁଲ ଯାଉଥିଲେ, ଇଂଲିଶ ମିଡ଼ିୟମରେ ପଢ଼ୁଥିବା ସେମାନେ ଇଂଲିଶ ଚର୍ଚ୍ଚକୁ ସବୁବେଳେ ଯାଉଥିଲେ, ଇଂଲିଶ ସଣ୍ଡେ ସ୍କୁଲ ଆଟେଣ୍ଡ କରୁଥିଲେ, ନାନା ପ୍ରକାର କ୍ୟାମ୍ପକୁ ଯାଉଥିଲେ ଏବଂ ପ୍ରଭୁରେ ସେମାନେ ଇନଭଲ୍ଭ ଥିଲେ। କାହିଁକିନା ଏହା ହିଁ ହେଉଛି ମୋର ସ୍ତ୍ରୀଙ୍କର ମିସେସ୍ଙ୍କର ହେଉଛି କ'ଣ ନା ଅବଦାନ। ମୁଁ ଯଦି କିଛି ସେମାନଙ୍କୁ ପ୍ରଭୁଙ୍କ କଥା କହେ ନାହିଁ, ପ୍ରତିଦିନ ସନ୍ଧ୍ୟାରେ ମୋ ସ୍ତ୍ରୀ, ମୋ ମିସେସ୍, ସେ କ'ଣ ଯାହାକୁ ଆମେ ଡାକନା ମାୟା ବୋଲି ଡାକେ, ସେ ସବୁଦିନ ସନ୍ଧ୍ୟାରେ ପୁଅକୁ ଝିଅକୁ ଧରିକିରି ବାଇବେଲ କଥା କହିବ, ପ୍ରାର୍ଥନା କରିବ, ଗିର୍ଜା କରିବ ଶୁଣିକିରି ଏବଂ ପ୍ରଭୁଙ୍କ ବିଷୟରେ ଉପଦେଶ ଦେବ। ସେଇ ଇମ୍ପାକ୍ଟଟା ତାଙ୍କ ଉପରେ ପଡ଼ିଲା ପିଲାଙ୍କ ଉପରେ ଏବଂ ସେମାନେ ମଧ୍ୟ ପ୍ରଭୁଙ୍କ ପ୍ରତି ଆକୃଷ୍ଟ ହେଲେ। ସେମାନେ ଯେତେବେଳେ କଲେଜ କ୍ୟାରିୟର ପଢ଼ିଲେ ବହୁତ ଭଲ ପଢ଼ିଲେ। ସେମାନେ ଏତେ ଭଲ ପଢ଼ିଲେ ମୋର କଳ୍ପନାର ବାହାରେ।
ତାପରେ ଝିଅ ମୋର ମଧ୍ୟ MSc କଲା, B.Ed କଲା। ପୁଅ ମଧ୍ୟ ମୋର କ'ଣ କଲା, ଅନର୍ସ করে ଜୁଲୋଜି ପାଇକରି ତାପରେ ସେ MBA କଲା। ଏବଂ ଏସବୁ ବିଷୟରେ ପ୍ରଭୁ ସାହାଯ୍ୟ କରିଛନ୍ତି ଏବଂ ଆର୍ଥିକ ସାହାଯ୍ୟ ମଧ୍ୟ ପ୍ରଭୁ କରିଛନ୍ତି। ମୋର କେବେ କାହା ଅଭାବ ହିଁ ନାହିଁ। ଆଉ ଯାହା ବି କରିଛି ସବୁ ପ୍ରଭୁ ମୋତେ ଯୋଗାଇଛନ୍ତି, କାରଣ ସେ ଜିହୋଭା ଜିରି ବୋଲି ମୁଁ ଜାଣିଛି। ସବୁବେଳେ ମୁଁ ବିଶେଷ କେବେ ସେ ଜିହୋଭା ଜିରି। ଆମେ କାହାକୁ ମାଗିନୁ, ପ୍ରଭୁ ଆମକୁ ଦେଇଛନ୍ତି। ଲୋନ୍ କରିକିରି ଘର କଲି, ପ୍ରଭୁ ଯୋଗାଇଲେ। ଏବଂ ବିଶ୍ୱାସ କରିବେ ନାହିଁ, ମୋର ଲୋନ୍ଟି ଚାକିରି କରିବାର ଠିକ୍ 3 ମାସ ଥିଲା ମୋ ଲୋନ୍ ସୁଝିଗଲା। ଏଇ ଭିତରେ ମୋର ପୁଅ ଝିଅକୁ ବାହା କରିଦେଇଛି ମଧ୍ୟ। ଝିଅ ମଧ୍ୟ ବାହା ହେଇଯାଇଛି ଏବଂ ଝିଅ MSc ବଟନୀ କଲା, B.Ed କଲା। ଆଉ ସେ ବିବାହ ହେଲା। ବିବାହ ହେଇକରି ବର୍ତ୍ତମାନ ତାର ସ୍ୱାମୀ ମଧ୍ୟ ଜଣେ ହେଉଛନ୍ତି ସଫ୍ଟୱେୟାର ଇଞ୍ଜିନିୟର ଭଳିଆ। ଆଉ ସେ MD ଅଛନ୍ତି ମାଇକ୍ରୋସଫ୍ଟରେ ଏବଂ ସେ ବର୍ତ୍ତମାନ ଏଷ୍ଟାବ୍ଲିଶ୍ କରିଛନ୍ତି ସିଙ୍ଗାପୁରରେ। ଏବଂ ସେ ସିଙ୍ଗାପୁରରେ ଅଛନ୍ତି ଏବଂ ଏତେ ପ୍ରଭୁ ତାକୁ ବ୍ୟବହାର କରିଛନ୍ତି। ସେଠି BSFରୁ ସେ କ୍ଲାସ୍ ନେଉଛି, ସଣ୍ଡେ ସ୍କୁଲର କ୍ଲାସ୍ ନେଉଛି, ୟୁଥମାନଙ୍କର ମଧ୍ୟ ସେ କ୍ଲାସ୍ ନେଉଛି ସେଠି, କି ମୋ ଝିଅ। ଏବଂ ମୋର ଯିଏ ଜୁଇଁ, ସେ ମଧ୍ୟ ମୁସଲିମମାନଙ୍କ ଭିତରେ ଏବଂ ଯେଉଁମାନେ ଇଏ ଅଛନ୍ତି, ମଜଦୁର ଅଛନ୍ତି ସେଠି ସିଙ୍ଗାପୁରରେ, ତାଙ୍କମାନଙ୍କ ପାଖରେ ସେ ପ୍ରଭୁଙ୍କ କାର୍ଯ୍ୟ କରୁଛନ୍ତି ଆଉ କାର୍ଯ୍ୟ କରୁଛନ୍ତି। କେବଳ ଏତିକି ନୁହେଁ, ମୋର ନାତି ନାତୁଣୀ ଦୁଇଟିକୁ ପ୍ରଭୁ ଏତେ ଆଶୀର୍ବାଦ କରିଛନ୍ତି। ମୋ ନାତୁଣୀ ଯଦି ସେ କଲେଜରେ ପଢ଼ୁଛି ବି, ସେ ବର୍ତ୍ତମାନ ତାଙ୍କର ଚର୍ଚ୍ଚର ୟୁଥ୍ ଲିଡ଼ର ସେ ହେଇଛି ଏବଂ ୟୁଥ୍ ଲିଡ଼ର ହେଇକରି ସେମାନଙ୍କୁ ସେ ଗାଇଡ଼ କରୁଛି। କେବଳ ସେତିକି ନୁହେଁ, ଚର୍ଚ୍ଚର ସେ କ'ଣ ହେଉଛି ନା, ଯେଉଁ ଇଏ କମିଟି ଅଛି ତାଙ୍କର, ଯେଉଁ ଗୀତ ଫିତ ଗାଆନ୍ତି କୋୟାର କମିଟି, ସେ କୋୟାର କମିଟିରେ ସେ ମଧ୍ୟ ପିଆନୋ ବଜାଉଛି, ଆଉ ଫ୍ଲୁଟ୍ ବଜାଉଛି, ଆକର୍ଡ଼ିଅନ୍ ବଜାଉଛି, ସବୁ ବଜାଉଛି। ପ୍ରଭୁ ତାକୁ ଶିଖାଇଛନ୍ତି, କେଉଁଠି ସେ ଟ୍ରେନିଂ ନେଇନି। ଏ ହେଉଛି ପ୍ରଭୁଙ୍କର ଆଶୀର୍ବାଦ। ବର୍ତ୍ତମାନ ସେ ୟୁଥ୍ର ବର୍ତ୍ତମାନ କାମ କରୁଛି ଏବଂ ମୋର ନାତି ମଧ୍ୟ, ସେ ମଧ୍ୟ ପ୍ରଭୁଙ୍କ ପ୍ରତି ଅଛି। ଯଦି ସେ ପର୍ଯ୍ୟନ୍ତ କିଛି କାମ କରିନାହିଁ, କାରଣ ସେ ଏଥର ପରୀକ୍ଷା ଦେବ, 10th ଷ୍ଟାଣ୍ଡାର୍ଡ଼ ଯେଉଁ ତାଙ୍କର ସିଆଡ଼ିକାର, ସେଇଠି ପରୀକ୍ଷା ଦେଉଛି, ବ୍ୟସ୍ତ ଅଛି। ଆଉ ମୋର ପୁଅ ମଧ୍ୟ BSc ପାସ୍ କଲା ଜୁଲୋଜି ଅନର୍ସରେ, MBA କଲା। MBA କରିକି ତାପରେ ସେ ତାର ବାହାଘର କଲି ଏବଂ ଭୁବନେଶ୍ୱରରେ ସେ ବାହା ହେଲା ମୋର ପୁଅ। ଆଉ ପ୍ରଭୁ ଏତେ ଆଶୀର୍ବାଦ କରିଛନ୍ତି, ପୁଅ, ବୋହୂ, ନାତୁଣୀ ସେମାନେ ମଧ୍ୟ ପ୍ରଭୁଙ୍କ କାର୍ଯ୍ୟରେ ଇନଭଲ୍ଭ। ମୋ ପୁଅ ହେଉଛି ବର୍ତ୍ତମାନ କ'ଣ ଅଛି, ଚର୍ଚ୍ଚର ସେ ପୁରା କ'ଣ ଅଛି ନା ଡିକନ୍ ହେଇଛି ଏବଂ ଚର୍ଚ୍ଚର ସେ କ'ଣ ଅଛି ମଧ୍ୟ, ସେ ଗିର୍ଜା ପାଳି ନେଉଛି, ସର୍ମନ୍ ଦେଉଛି, ୟୁଥ୍ମାନଙ୍କ ଭିତରେ କାମ କରୁଛି। ମୋର ବୋଉ ମଧ୍ୟ ୟୁଥ୍ମାନଙ୍କ ଭିତରେ କାମ କରୁଛନ୍ତି, ଚର୍ଚ୍ଚରେ ଇନଭଲ୍ଭମେଣ୍ଟ ଅଛନ୍ତି। ସେ ପୁରାପୁରି ଦୁଇ ଜଣ ଯାକ, କିଏ ପୁଅ ଆଉ ବୋଉ, ପୁରା ଚର୍ଚ୍ଚ ଇନଭଲ୍ଭ। ପୁଅ ସେଠି ସମସ୍ତ କାର୍ଯ୍ୟ କରୁଛନ୍ତି। ଆଉ ନାତୁଣୀଙ୍କୁ ପ୍ରଭୁ ଏତେ ଆଶୀର୍ବାଦ କରିଛନ୍ତି, ସେ ମଧ୍ୟ ଚର୍ଚ୍ଚରେ କୋୟାରରେ ଗୀତ ଗାଉଛି, ଆଉ ସେ ତା'ର ଯେଉଁ ଗିଟାର ବଜାଉଛି ଆଉ ଗୀତ ଗାଉଛି, ପ୍ରଭୁଙ୍କ ଗୌରବ କରୁଛି। ଆଉ ଏହା ହେଉଛି ପ୍ରଭୁଙ୍କର ଆଶୀର୍ବାଦ ମୋର ପରିବାର ପ୍ରତି। ଆଜି ପର୍ଯ୍ୟନ୍ତ ପ୍ରଭୁ ଛାଡ଼ି ଦେଇନାହାନ୍ତି, ଏପର୍ଯ୍ୟନ୍ତ ପ୍ରଭୁ ଧରି ରଖିଛନ୍ତି, କାରଣ ସେ ମହାନ ପ୍ରଭୁ ଅଟନ୍ତି। କାରଣ ଯେଉଁ ଜ୍ଞାନ ପିଲାମାନଙ୍କୁ ଆମେ ଦେଇଥିଲୁ, ମୁଁ ଆଉ ମୋ ମିସେସ୍ ମିଶିକରି, ସେଇ ଜ୍ଞାନରେ ସେମାନେ ବଢ଼ୁଛନ୍ତି, ପ୍ରଭୁଙ୍କ ଜ୍ଞାନରେ। ଆଉ ପ୍ରଭୁ ସେମାନଙ୍କୁ ଆଶୀର୍ବାଦ କରୁଛନ୍ତି। ଆଉ ମୋର ମିସେସ୍କୁ ପ୍ରଭୁ କେତେ କଷ୍ଟକର ପରିସ୍ଥିତିରୁ ଆଣିଛନ୍ତି। ଯେତେବେଳେ ତାଙ୍କର ଲିଭର ଗଣ୍ଡଗୋଳ ହେଲା, ସମସ୍ତେ କହିଲେ କ୍ୟାନ୍ସର ହେଇଛି ବୋଲି, କିନ୍ତୁ ମୁଁ ସେଇଦିନ ରାତିରେ ପ୍ରଭୁଙ୍କୁ ସମର୍ପଣ କରିଦେଇଥିଲି ମୋ ମିସେସ୍କୁ। ପ୍ରଭୁ, ତୁମେ ଯଦି ନେବାକୁ ଚାହୁଁଛ ନେଇଯାଅ। ଆମେ ସେଠି କେଉଁଠି ଥିଲୁ ନା ICU ମେଡ଼ିକାଲ କଲେଜରେ, ହସ୍ପିଟାଲରେ ଥିଲୁ, କିନ୍ତୁ ପ୍ରଭୁ ତାପରେ ଭଲ କରିଦେଇଛନ୍ତି। ତାପରେ ତା'ର ନି ରିପ୍ଲେସମେଣ୍ଟ ମଧ୍ୟ ହେଲା, ପ୍ରଭୁ ଖୁବ୍ ସୁନ୍ଦର ଭାବରେ କରିଦେଲେ। ଆଉ ବର୍ତ୍ତମାନ ସେ ସମସ୍ତ କାର୍ଯ୍ୟ କରୁଛନ୍ତି। ଯଦି ସେ ଆମମାନେ ବୟସ୍କ ହେଇଗଲୁଣୁ, ମୋତେ 80 ପାଖାପାଖି, ମୋ ମିସେସ୍କୁ 76 ପାଖାପାଖି, 76। এই ବୟସରେ ମଧ୍ୟ ପ୍ରଭୁ ଆମକୁ ବଳ ଦେଇଛନ୍ତି, ଶକ୍ତି ଦେଇଛନ୍ତି। ଏ ଗୃହର ସମସ୍ତ କାର୍ଯ୍ୟ କରିପାରୁଛୁ ଆଉ ସମସ୍ତ ଯତ୍ନ ନେଇପାରୁଛୁ। ଆମେ ସମସ୍ତଙ୍କର ସହିତ ପ୍ରେମରେ ଅଛୁ। କେବଳ ନିଜ ପରିବାର ଭିତରେ, ମୋର ଭାଇମାନଙ୍କ ପରିବାର ସହିତ, ଭାଇମାନଙ୍କ ପିଲାମାନଙ୍କ ପରିବାର ସହିତ ଆମେ ପ୍ରେମରେ ଅଛୁ। କାରଣ ବାପା ମା' ତ ଚାଲି ଯାଇଛନ୍ତି। ବର୍ତ୍ତମାନ ମୁଁ ଆଉ ମୋ ମିସେସ୍ ବାପା ମା' ଭଳିଆ ଆମେ ସେମାନଙ୍କୁ ପାଳୁଛୁ ଆଉ ପଢ଼ି ଆସୁଛୁ। ପ୍ରଭୁ ଆମକୁ କଢ଼େଇ ଆଣିଛନ୍ତି। ପ୍ରଭୁ ଆମ ପରିବାରକୁ ଆହୁରି ଆଶୀର୍ବାଦ କରିବା ସହିତ ମୋର ପ୍ରତ୍ୟେକ ଭାଇ ବୋଉ ପିଲାମାନଙ୍କୁ ମଧ୍ୟ ଆଶୀର୍ବାଦ କରିନ୍ତି। ଆମେ ନିତ୍ୟ ନିତ୍ୟ ଏହି ପ୍ରାର୍ଥନାରେ ରଖୁଛୁ। ପ୍ରଭୁ ଆଶୀର୍ବାଦ କରନ୍ତୁ।
ଅନେକ ଦିନର ଗୋଟେ ମୋର ଆଶା ଥିଲା, ଅନେକ ଦିନ ଗୋଟେ ଆଶା ଥିଲା। ମୋତେ ଏତେ ଲେଖୁଛି, ବିଭିନ୍ନ ମାଗାଜିନ୍ ଛପୁଛି, ମୁଁ କ'ଣ ଗୋଟେ ବହି ଛପେଇ ପାରିବିନି? ପ୍ରଭୁଙ୍କୁ ପ୍ରାର୍ଥନା କଲି, ଆଉ ପ୍ରଭୁ ଗୋଟେ ପ୍ରକାଶକୁ ଯୋଗାଇଲେ। ଯେଉଁ ପ୍ରକାଶକ ହେଉଛନ୍ତି କ'ଣ ନା କୌଶଲ୍ୟ ସାହିତ୍ୟ ସଂସ୍କୃତି ପରିଷଦ। ସେ ଆଉ ଏନକରେଜ୍ କଲେ, ସାର୍ ଦିଅନ୍ତୁ, ଆପଣ ବହି ଦିଅନ୍ତୁ, ପଇସା ପଛେ ଦେବେ, ପଇସା କଥା ପଛେ ବୁଝିବା, ଆପଣ ଦିଅନ୍ତୁ, ବହି ଛପାନ୍ତୁ। ଯାହା ହଉ ମୁଁ ଦେଲି, ଏଡ଼ିଟିଂ କଲେ, ବହି ଛପେଇଲେ ଏବଂ ମୋର ପ୍ରଥମ ବହି ବାହାରିଲା ଉର୍ମିର ତାତ୍ସଲ୍ୟ। ଏଇଟା ହେଉଛି ମୋର ଉର୍ମିର ତାତ୍ସଲ୍ୟ। ଉର୍ମି ମାନେ ତାପରେ ଢେଉ ଜାଣନ୍ତି, ମାନେ ଢେଉର ତାତ୍ସଲ୍ୟ। ଏଇ ଗୀତଟି ମଧ୍ୟ ଲେଖିଛି, ଏ କବିତାଟି, ସେ କବିତା ନାଁ ଅନୁସାରେ ଲେଖିଛି ଉର୍ମିର ତାତ୍ସଲ୍ୟ। ଏ ଯେଉଁ ପ୍ରଚ୍ଛଦପଟ ଚିତ୍ରଟି ହେଉଛି ମଧ୍ୟ ମୁଁ ନିଜେ ନିଜ ଆଇଡ଼ିଆରେ ମୁଁ କରିକି ଦେଇଛି। ମାନେ ଢେଉ ଉଠୁଛି ଆଉ ତା ଦେହରେ ସବୁ ହସୁଛନ୍ତି, ତାତ୍ସଲ୍ୟ ଭାବରେ ହସୁଛନ୍ତି। ଏବଂ ସେଇ ଗୀତଟି ମଧ୍ୟ ମୋ ଆଧାରରେ ଲେଖିଛି। ଏବଂ ଏଇଥିରେ ମୁଁ ପ୍ରାୟ ମୋର ବହିଟାରେ ମୁଁ ଲେଖିଛି ସମୁଦାୟ ମୋର 63ଟା ଗୀତ ଲେଖିଛି, 63। ଏବଂ ତା ଭିତରେ କେତେ ଭିତରେ ପ୍ରଭୁଙ୍କର ଗୀତ ମଧ୍ୟ ଅଛି। ଆଉ ମୋର ବହିରେ ଗୋଟିଏ ପ୍ରଭୁ ମୋତେ ଦେଇଛନ୍ତି, ଦୟା କରିଛନ୍ତି, ପ୍ରତ୍ୟେକ ବହିର ପ୍ରତ୍ୟେକ ଯେଉଁ ଗୀତ ପଏଣ୍ଟ ଲେଖିଛି, ପଏମ୍ ଗୁଡ଼ିକ ଲେଖିଛି, ତା'ର ଶେଷରେ ଗୋଟେ ପ୍ରଭୁଙ୍କର ଶିକ୍ଷା ଦେଇଛି, ପ୍ରଭୁଙ୍କର କଥା କହିଛି ଏବଂ ତା'ର ଭିତରେ ଦେଇକରି ଚେତନା ଦେଇଛି। ଆଉ ସେମାନେ ଯଦି ଫେରିବେ, ଯେମିତି ମୋର ଗୋଟେ ମନେକର ଗୋଟେ ଛୋଟ କବିତାଟି ପଢ଼ିଛି, ସେଟା ଅଭିମାନ ବୋଲି ଗୋଟେ କବିତା। ସେ ଅଭିମାନ କବିତାରେ ଲେଖିଛି, ମୁଁ ଦେଖିଲି ଗୋଟେ ଚଢ଼େଇଟା କେତେ ଆରାମରେ ବୁଲୁଛି, କିନ୍ତୁ ମୁଁ ଦେଖିଲି ଚଢ଼େଇ ଆଉ ମୁଁ ନିଜକୁ ଦେଖିଲି, ମୁଁ ଉଠୁଛି ସକାଳୁ, ଗୋଟେ ମଣି ଧରିକି ଯାଉଛି ବଜାରକୁ। ଏଇ ଚିନ୍ତାଧାରା ଆସିଲା ଆଉ ପ୍ରଭୁଙ୍କ ଉପରେ ଟିକେ ଅଭିମାନ ଆସିଲା ମୋର। ତେଣୁ ସେଇ ଅଭିମାନକୁ ନେଇକରି ମୁଁ ଗୋଟେ ଛୋଟ କବିତାଟି ଲେଖିଲି। ଖୋଲା ଝରକାର ଫାଙ୍କେ ଉଙ୍କି ମାରି ଦେଖୁଥିଲି ମୁଁ ସେ ଟିକି ଚଢ଼େଇକୁ, ଡେଉଁଥିଲା ତା ମନ ସରାଗେ ଏ ଗଛରୁ ସେ ଗଛ ଡାଳକୁ। ନଥିଲା ତା ମନେ ଚିନ୍ତା ତେଲ ଲୁଣର ସଂସାର, ଯାଇ ବୁଝିବାକୁ ବଜାରେ ଆଳୁ ପିଆଜର ଦର, ଅବା ବଜାରରୁ ଆଣିବାକୁ ଧରି ଥଳି ସଉଦାର। ମନ ମୋ ଉଠିଲା ଜଳି ହିଂସା ଅନଳରେ, ଅଭିମାନ ହେଲା କିନ୍ତୁ ସ୍ରଷ୍ଟାଙ୍କ ଉପରେ। ନଗଢ଼ି ଚଢ଼େଇ ମୋତେ ଗଢ଼ିଦେଲ ମଣିଷ ରୂପରେ, ଛନ୍ଦି ହେବା ପାଇଁ ବଜାର ଭାଉରେ। ଶୂନ୍ୟ ଥଳି ଧରି ହାତେ ଲେଉଟି ନିରାଶେ, ଘରକୁ ମୋହର ନ ହେବାକୁ ଲୋକ ହସା ଆନ ମଣିଷର ଓ ତୁମ ସୃଷ୍ଟ ଟିକି ଚଢ଼େଇର। ଏ ଅଭିମାନ କରି ମୁଁ ଈଶ୍ୱର ପ୍ରଭୁ ମୋତେ ଚଢ଼େଇତେ ମୋତେ ଭଲ ହେଇଥାନ୍ତା, ଏଇ ଯେଉଁ ଜଞ୍ଜାଳରେ ପଶିନଥାନ୍ତି କି ପ୍ରଭୁଙ୍କର ଭିନ୍ନ ଯୋଜନା। ଏଇଭଳି ଭାବରେ ମୁଁ କବିତା ଲେଖେ, ଯେଉଁଥିରେ କି ସବୁଠି ଅଛି କ'ଣ ନା ଶେଷରେ ଐଶ୍ୱରିକ ଚିନ୍ତାଧାରା ମୁଁ ତା ଭିତରେ ଭର୍ତ୍ତି କରିଛି। ଏଇଟା ମୋର ପ୍ରଥମ ବହି। ଆଉ ଏ ବହିକୁ ଅନେକ ଭଲ ପାଇଛନ୍ତି, ଏବେ ମଧ୍ୟ ମାଗୁଛନ୍ତି, ଗୋଟେ ବହି ମୁଁ ଦେଉଛି। ଆଉ ଜାଣେନି, ଆଉ ଯେଉଁମାନେ ମୋରେ ଯେଉଁ ମୁଖବନ୍ଧ ଲେଖିଛନ୍ତି ସେମାନେ ମଧ୍ୟ ବହୁତ ଉଚ୍ଚ କୋଟିର ମୁଖବନ୍ଧ ଲେଖିଛନ୍ତି, ଯାହାକି ମୋର କଳ୍ପନା ବାହାରେ। ଏଇଟା ପ୍ରଭୁଙ୍କ ଇଏରୁ, ପ୍ରଭୁଙ୍କ ଦୟାରୁ ଏସବୁ ବହିଟି ଛପିଛି ଏବଂ ବହିକୁ ମୁଁ ଛପେଇ ପାରିଛି। ଏବଂ ଏହାପରେ ମୁଁ ଆଉ ଗୋଟିଏ ବହି ଲେଖିବାକୁ ଯାଉଛି ଏବଂ ତାର ବର୍ତ୍ତମାନ ଏଡ଼ିଟିଂ ବର୍ତ୍ତମାନ କରୁଛି। ଏବଂ ସେ ବହିର ମୁଁ ନାଁ ଦେଇଛି ଅଲିଭା ଅଗ୍ନିର ହସ। ଅଲିଭା ଅଗ୍ନିର ହସ, ତା'ର ଅର୍ଥ ହେଉଛି କ'ଣ ଯେ ଯେଉଁ ଅଲିଭା ଅଗ୍ନି ଅଛି ନର୍କ, ଯେଉଁ ନର୍କରେ ଜଳୁଛି ନିଆଁ, ସେ କେବେ ବି କ'ଣ କରିବ ନା ଲିଭିବ ନାହିଁ। ତା ଦେହରୁ କେମିତି ହସ ଉଠୁଛି, ତା ଦେହରୁ କେମିତି କ'ଣ ହେଉଛି ନା ତାତ୍ସଲ୍ୟ ଭାବରେ ମଣିଷକୁ କଥା କହୁଛି। ତା ଭିତରେ କେମିତି ମଣିଷମାନେ ପଡ଼ି ଛଟପଟ ହେଉଛନ୍ତି, ମରିଛନ୍ତି, ତାହାରି ଉପରେ ବେଶ କରିକି ମୁଁ ଲେଖୁଛି ବହିଟା ଅଲିଭା ଅଗ୍ନିର ହସ। ଜାଣନି ହୁଏତ ଲୋକମାନେ ଆଦୃତ କରିବେ ନ କରିବେ, କେବଳ ପ୍ରଭୁଙ୍କୁ ପ୍ରାର୍ଥନା କରୁଛି ଏବଂ ପ୍ରଭୁ ଦୟାକଲେ ମୋର ଦ୍ୱିତୀୟ ବହିଟି ମଧ୍ୟ ମୁଁ ଛାପି ପାରିବି। ଆପଣ ଚାହୁଁଛନ୍ତି ଯେ ମୋର ବହି ବିଷୟରେ, ବାସ୍ତବରେ ମୁଁ ବହିଟିର ମୂଲ୍ୟ ରଖିଛି 121 ଟଙ୍କା। 121 ଟଙ୍କା। ଆଉ ମୋ ପାଖରୁ ଯେଉଁମାନେ ଆସି ନେଉଛନ୍ତି, ମୁଁ କନସେସନରେ 100 ଟଙ୍କାରେ ମୁଁ ଦେଇଦେଉଛି। ଆଉ ଯଦି ଆପଣମାନେ ଚାହାନ୍ତି ନେବା ପାଇଁ, ହୁଏତ ମୋ ସହିତ ମୋତେ ଆପଣ ଯୋଗାଯୋଗ କରିପାରିବେ। ଆଉ ମୋର ମୋବାଇଲ ନମ୍ବରଟା ଆପଣମାନେ ପାଇବେ 9937165863। ଏ ମୋବାଇଲରେ ମୋତେ କଣ୍ଟାକ୍ଟ କଲେ ମୁଁ ମଧ୍ୟ ଆପଣଙ୍କୁ ବହି ଦେଇପାରିବି। 100 ଟଙ୍କାରେ ମୁଁ ବହିଟା ଦେଉଛି।
ପ୍ରାର୍ଥନା କରିବା। ସତରେ ପ୍ରଭୁ ତୁମେ କେଡ଼େ ମହାନ ଈଶ୍ୱର। ପ୍ରଭୁ ମୁଁ କେବେ କଳ୍ପନା କରିନଥିଲି କି କେବେ ଚିନ୍ତା କରିନଥିଲି ଏଇଭଳିଆ ଗୋଟିଏ ପ୍ରଭୁ ସଂସ୍ଥା ଆସିବେ ଆଉ ପ୍ରଭୁ ମୋର ଇଣ୍ଟରଭ୍ୟୁ କରିବେ, ତାକୁ ମଧ୍ୟ କ'ଣ କରିବେ ନା ତାକୁ ପ୍ରକାଶ କରିବେ, ଜଣେଇବେ, ଟେଲିକାଷ୍ଟ କରିବେ। ପ୍ରଭୁକୁ ଧନ୍ୟବାଦ ଦେଉଛି। ଏହାଦ୍ୱାରା ତୁମେ ପ୍ରଶଂସିତ ହୁଅ, ତୁମେ ଗୌରବାନ୍ୱିତ ହୁଅ। ପ୍ରଭୁ ଯେଉଁ ସଂସ୍ଥା ଏକୁ ଟେଲିକାଷ୍ଟ କରିବେ ପ୍ରଭୁ, ସେ ସଂସ୍ଥାକୁ ତୁମର ପାଦ ତଳେ ରଖୁଛି। ପ୍ରଭୁକୁ ତୁମେ ଅନୁଗ୍ରହ କର। ଯାହା ପ୍ରକାର ପ୍ରଭୁ ଯେତେ ପ୍ରକାର ଆର୍ଥିକ ଅବଦାନ, ଯେତେ ପ୍ରକାର ପ୍ରଭୁ ଆର୍ଥିକର ସମସ୍ୟା ଅଛି, ସେ ସମସ୍ୟା ଭାର ପ୍ରଭୁ ତୁମେ ନିଅ, କାରଣ ତୁମେ ତ ଜିହୋଭାଜିରେ ପରମେଶ୍ୱର। ବିଶ୍ୱାସ କରୁଛି ପ୍ରଭୁ ତୁମେ ନିଶ୍ଚୟ ସମସ୍ତ ଅଭାବ ମଧ୍ୟ ଏ ସଂସ୍ଥାଟିର ପୂରଣ କରିବ। ଯିଏ କାର୍ଯ୍ୟ କରୁଛନ୍ତି ପ୍ରଭୁ, ଯେଉଁ ଭାଇ ପ୍ରଭୁ, ତୁମେ ତାକୁ ଆହୁରି ଆଶୀର୍ବାଦ କର, ଆହୁରି ଜ୍ଞାନ ଦିଅ, ଆହୁରି ବୁଦ୍ଧି ଦିଅ ପ୍ରଭୁ। ଯେତେବେଳେ ମଧ୍ୟ ପ୍ରାର୍ଥନା କରେ ପ୍ରଭୁ, ଆଜି ଯୁବାପିଢ଼ିଙ୍କୁ ମୁଁ ଯେଉଁ ସମ୍ବାଦ ଦେଇଛି, ସଦାପ୍ରଭୁ ବିଷୟକ ଭୟ ଜ୍ଞାନର ଆରମ୍ଭ। ସତରେ ସେମାନେ ପ୍ରଭୁଙ୍କୁ ଭୟ କରନ୍ତୁ, ଆଉ ଜ୍ଞାନ ଆହରଣ କରନ୍ତୁ, ଆଉ ପିତାମାତାଙ୍କର ବାଧ୍ୟ ହୁଅନ୍ତୁ, ଆଉ କ'ଣ କରନ୍ତୁ ନା ସେମାନେ ସବୁବେଳେ ପ୍ରଭୁଙ୍କ ସହିତରେ ଚାଲନ୍ତୁ ଏବଂ ପରମେଶ୍ୱରକୁ ଭୟ କରନ୍ତୁ ଏବଂ ତାଙ୍କର ଆଜ୍ଞା ସବୁ ପାଳନ କରନ୍ତୁ। ନିଶ୍ଚୟ ମୋର ଯୁବା ଭାଇ ପିଲାମାନଙ୍କୁ ନିଶ୍ଚୟ ପ୍ରଭୁ ଉନ୍ନତ କରିବେ। ସେମାନେ ନିଶ୍ଚୟ ସଂସାରରେ ନିଜକୁ ପ୍ରତିଷ୍ଠିତ କରିପାରିବେ। ଆଉ ଥରେ ମୁଁ ଏହି ସଂସ୍ଥାକୁ ଯେଉଁ ଟେଲିକାଷ୍ଟ କରିବେ, ଯିଏ ସବୁ ରେକର୍ଡ଼ିଂ କଲେ, ଯିଏ ସବୁ ସମସ୍ତ ପ୍ରକାର କାର୍ଯ୍ୟ କଲେ ପ୍ରଭୁ, ଏଡ଼ିଟିଂ ଇତ୍ୟାଦି କରିବେ, ତୁମେ ତାକୁ ବାହୁଲ୍ୟ ରୂପେ ଆଶୀର୍ବାଦ କର। ତୁମର ବାହୁ ଛାତଳେ ଆବର ରଖ, ଆହୁରି ଉତ୍ତରତର ଉନ୍ନତି କରାଅ। ଯୀଶୁ ବାପା, ଏହି ନିବେଦନ ତୁମର ପାଦ ତଳେ କରୁଛି। ଆମେନ୍। ସଦା ପ୍ରଭୁଙ୍କର ସେବା କରିବା, ସାକ୍ଷୀଟିଏ ହୋଇ ବଞ୍ଚି ରହିବା। ଆମେ ଜଗତରେ ସାକ୍ଷ୍ୟ ବାଣ୍ଟିବା, ଆମେ ଜଗତରେ ସାକ୍ଷ୍ୟ ବାଣ୍ଟିବା। ପ୍ରେମ ଦୟା କ୍ଷମା ପ୍ରଚାରି ଯିବା। आहे विश्वास कला पतित जन कर हे जगते तुमे साक्ष्य प्रदान। हेब तुमे साक्षी जदि तांको करुणार, पाइब अनंत जीवन पुणी परित्राण। आमे जगतरे साक्ष्य बांटिबा, आमे जगतरे साक्ष्य बांटिबा। ପ୍ରେମ ଦୟା କ୍ଷମା ପ୍ରଚାରି ଯିବା। ପ୍ରେମ ଦୟା କ୍ଷମା ପ୍ରଚାରି ଯିବା।
ସଦା ପ୍ରଭୁଙ୍କର ସେବା କରିବା ସାକ୍ଷୀଟିଏ ହୋଇ ବଞ୍ଚି ରହିବା ଆମେ ଜଗତରେ ସାକ୍ଷ୍ୟ ବାଣ୍ଟିବା ଆମେ ଜଗତରେ ସାକ୍ଷ୍ୟ ବାଣ୍ଟିବା ପ୍ରେମ ଦୟା କ୍ଷମା ପ୍ରଚାରି ଯିବା आहे विश्वास कला पतित जन कर हे जगते तुमे साक्ष्य प्रदान हेब तुमे साक्षी